ଶୁଣ 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 ସମସ୍ତେ ଶୁଣ, ଆଜି ରାତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଯେଉଁମାନେ ବି ନିଜ ଘର ମଜବୁତ କରିନାହ ସେମାନେ ଶୀଘ୍ର ନିଜ ନିଜ ଘରକୁ ମଜବୁତ କରିନିଅ। ଶୁଣ 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 ସମସ୍ତେ ଶୁଣ। ଏ ସବୁ ମୁଁ କଣ ଶୁଣିଲି? ଆଜି ରାତି ପ୍ରବଳ ବର୍ଷା ହେବ। ଆମ ଘରଟି ବହୁତ ପୁରୁଣା ଆଉ ଭଙ୍ଗା। ବର୍ଷା ହେଲେ ତ ଆମ ଘର ଭାଙ୍ଗିଯିବ। ମୁଁ ଯାଏ ଶୀଘ୍ର ମାକୁ ଏକଥା କୁହେ। ମା, ଗୋଟେ ଖରାପ ଖବର ଶୁଣି ଆସିଲି। କଣ ଖରାପ ଖବର ଶୁଣି ଆସିଲୁ ରେ ମା? ମା, ଆଜି ପାଣିପାଗ ବିଭାଗର ଗୋଟେ ଚଢ଼େଇ ଆମ ଜଙ୍ଗଲକୁ ଆସି କହିଲେ ଆଜି ରାତି ଆମ ଜଙ୍ଗଲରେ ପ୍ରବଳ ବର୍ଷା ହେବ। ସମସ୍ତେ ନା ନିଜ ନିଜ ଘରକୁ ମଜବୁତ କରିବା ଆରମ୍ଭ କରିଦେଲେଣି। କଣ କହୁଛୁ ତୁ? ତାହେଲେ ତ ଆମେ ବି ନିଜ ଘରକୁ ଶୀଘ୍ର ମଜବୁତ କରିବା, ନହେଲେ ତ ଝଡ଼ ବର୍ଷାରେ ଏଇ ଭଙ୍ଗା ଘର ଖୁବ ଶୀଘ୍ର ଭାଙ୍ଗିଯିବ। କିନ୍ତୁ ମାରି, ମୋ ପାଖରେ ତ ଏବେ ଟଙ୍କା ନାହିଁ। ତାହେଲେ ମୁଁ ଏବେ ଆମ ଘର ଠିକ କେମିତି କରିବି? ମା, କାଉ ଅଙ୍କଲ ତ ବହୁତ ଧନୀ। ତୁମେ ତାଙ୍କଠୁ କିଛି ଟଙ୍କା ଧାର ମାଗିଥାଅ, ପରେ ଆମ ପାଖରେ ଟଙ୍କା ହେଲେ ଆମେ ତାଙ୍କୁ ଫେରେଇ ଦେବା। ହଁ ରେ ମା, ଠିକ କହିଲୁ। ଏ ପରିସ୍ଥିତିରେ ମୋ ମୁଣ୍ଡ କାମ କରୁନି। ମୁଁ ଏବେ ହିଁ କାଉ ଭାଇଙ୍କ ପାଖକୁ ଯାଏ। ଏମିତି କହି ମା ଚଢ଼ି ଶୀଘ୍ର କାଉର ଘରକୁ ଗଲା। କାଉ ଭାଇ, ଘରେ ଅଛ ନା? ବାହାରକୁ ଆସ। ଏ ଚଢ଼େଇ, କଣ ହେଇଛି ତୋର? ତୁ ଏମିତି ମୋ ଘରକୁ ଆସି ପାଟି କାହିଁକି କରୁଛୁ? କାଉ ଭାଇ, ମୁଁ ଆଜି ଶୁଣିଲି ରାତିରେ ପ୍ରବଳ ବର୍ଷା ହେବ। ବର୍ଷା ହେଲେ ତ ମୋ ଦୁର୍ବଳ ଘରଟି ଭାଙ୍ଗିଯିବ। ତୋ ଘର ଭାଙ୍ଗିଲା କି ରହିଲା ସେଥିରେ ମୋର କଣ ଯାଏ ଆସେ? ତୁ କଣ ମତେ କାଠ ମିସ୍ତ୍ରୀ ଭାବି ଚାଲି ଆସିଲୁ କହିବାକୁ? ନାଇଁ ମାନେ କଥା କଣ କି କାଉ ଭାଇ, ତୁମେ ଯଦି ମତେ କିଛି ଟଙ୍କା ଧାର ଦେବ, ମୁଁ ସେଇ ଟଙ୍କାରେ ମୋ ଘରକୁ ମଜବୁତ କରିଥାନ୍ତି। ମୁଁ କଣ ଟଙ୍କା ଗଛ ଲଗେଇଛି ଚଢ଼େଇ? ଯେତେବେଳେ ତୁ ମତେ ଟଙ୍କା ମାଗିବୁ ମୁଁ ତତେ ଟଙ୍କା ଦେବି। ଚଢ଼େଇ, ତୁ ଏଠୁ ଚାଲିଯା। ଆମେ ତତେ ଗୋଟେ ବି ଟଙ୍କା ଦେଇପାରିବୁନି। ହେଲେ ହଁ, ମୁଁ ଗୋଟେ ଉପାୟ କହିପାରିବି। ତୁ ଗୋଟେ କାମ କର ଚଢ଼େଇ, ତୁ ବଜାରକୁ ଯାଇ ଭିକ ମାଗି। ଘର ସଜାଡ଼ିବା ପାଇଁ ତତେ କିଛି ଟଙ୍କା ମିଳିଯିବ। କାଉ ଭଉଣୀ, ଯଦି ସାହାଯ୍ୟ ନ କରିବ ନ କର, ଏମିତି ମତେ ଅପମାନ ଦିଅନି। ଚଢ଼େଇ ମନ ଦୁଃଖ କରି ନିଜ ଘରକୁ ଫେରି ଆସିଲା। ମା, ଟଙ୍କା ଆଣିଛ? ଚାଲ ଏବେ ବଜାରକୁ ଯିବା ଆଉ ଘର ପାଇଁ ଜିନିଷ ଆଣିବା। ମାରି, କାଉ ଭାଇ ମତେ ଟଙ୍କା ଦେଲେ ନାହିଁ, ଓଲଟା ମତେ ଅପମାନ ଦେଇ ଘରୁ ବାହାର କରିଦେଲେ। ଆମ କଦଳୀ ଏଯାଏଁ ପାଚିନି। ଭାବିଥିଲି କଦଳୀ ପାଚିଲା ପରେ ବିକ୍ରି କରି ସେଇ ଟଙ୍କାରେ ଘର ମରାମତି କରିଥାନ୍ତି। ହେଲେ ଏତେ ଶୀଘ୍ର ବର୍ଷା ମାଡ଼ି ଆସିବ କିଏ ଜାଣିଥିଲା? ମା, ଆମ ବଗିଚାରେ ତ ଅନେକ କଦଳୀ ଗଛ ଅଛି। ସେଇ କଦଳୀ ଗଛ ପତ୍ର ଦେଇ ଆମେ ଗୋଟେ ଘର ତିଆରି କଲେ କେମିତି ହୁଅନ୍ତା? ମୁଁ ଥରେ ଦେଖିଛି, ଦିନେ ତୁମେ କଦଳୀ ପତ୍ରରେ ଗୋଟେ ସୁନ୍ଦର ଘର ତିଆରି କରିଥିଲ। ହଁ ରେ ମା, ଠିକ କଥାଟି ମନେ ପକେଇଲୁ। ମୁଁ ଥରେ ମିଟୁ ଭଉଣୀଙ୍କ ପାଇଁ କଦଳୀ ପତ୍ରରେ ଘର ତିଆରି କରିଥିଲି। ଚାଲ ମା, ଆମେ ବି କଦଳୀ ପତ୍ରରେ ଗୋଟେ ଘର ତିଆରି କରିବା। ପରେ ଯେତେବେଳେ ଆମ କଦଳୀ ପାଚିଯିବ, ମୁଁ ସେସବୁ ବିକ୍ରି କରି ଆମ ପାଇଁ ନୂଆ ଘର କିଣିନେବି। ମତେ କଦଳୀ ପତ୍ର ତୋଳିବାରେ ଚାଲ ମା ଟିକେ ସାହାଯ୍ୟ କର। ଏମିତି ମା ଝିଅ ମିଶି କଦଳୀ ପତ୍ର ତୋଳିଲେ। ମା ଚଢ଼େଇ କଦଳୀ ପତ୍ର ଦେଇ ସୁନ୍ଦର ଗୋଟେ ଘର ତିଆରି କରିନେଲା। ରାତି ହେଉ ହେଉ ହିଁ ବର୍ଷା ମାଡ଼ି ଆସିଲା। ଜୋର ଜୋରେ ପବନ ବି ବହୁଥିଲା। ଏଇ ଦେଖ, ବର୍ଷା ଆରମ୍ଭ ହେଇଗଲା। ମତେ ଲାଗୁଛି ଏଇ ବର୍ଷାରେ ଚଢ଼େଇର ଘର ଭାଙ୍ଗି ଯାଇଥିବ, ଆଉ ସେ ଗୋଟେ ଗଛ ମୂଳେ ବସି କାନ୍ଦୁଥିବ। ଆରେ ଏମିତି କଣ ପାଇଁ ହେବ? ତୋ କଥା ମାନି ଯଦି ସେ ବଜାରକୁ ଯାଇ ଭିକ ମାଗିଥିବ, ସେ ଟଙ୍କା ପାଇଯାଇଥିବ। ସେଇ ଟଙ୍କାରେ ସେ ଘର ମରାମତି କରି ନେଇଥିବ। ଆରେ ନା ନା, ମୁଁ ଆଜି ବଜାରକୁ ଯାଇଥିଲି, ହେଲେ ଚଢ଼େଇକୁ ତ ସେଠି ଭିକ ମାଗିବାର ଦେଖିନି। ସେ ଘର ସଜାଡ଼ିବା ପାଇଁ ଟଙ୍କା ପାଇ ନଥିବ, ଆଉ ତା ଘର ନିଶ୍ଚୟ ବର୍ଷାରେ ଭାଙ୍ଗି ଯାଇଥିବ। ଏମିତି ହେଲେ ତ ବହୁତ ଭଲ କଥା। ସେ ଆଉ ଏ ଜଙ୍ଗଲରେ ରହିବନି। ତାପରି ଗୋଟେ ଗରିବ ଚଢ଼େଇ ଆମ ଜଙ୍ଗଲରେ ନ ରହିବା ଭଲ। ମାରି, ତୋ ମୁଣ୍ଡରେ ବହୁତ ବୁଦ୍ଧି। ତୋ ପାଇଁ ମୁଁ ଆଜି ଗୋଟେ କଦଳୀ ପତ୍ରରେ ଘର ତିଆରି କରିପାରିଲି। ଯେତେ ବର୍ଷା ହେଲେ ବି ଆମ ଘର ସୁରକ୍ଷିତ ଅଛି। ମା, ମୁଁ ଗୋଟେ କାନ୍ଦିବାର ସ୍ୱର ଶୁଣୁଛି। ତୁମକୁ ବି କାନ୍ଦିବାର ଶୁଣା ଯାଉଛି? ନିଶ୍ଚୟ କିଏ ବିପଦରେ ପଡ଼ିଛି ମା। ହଁ,
ବି କାନ୍ଦିବାର ସ୍ୱର ଶୁଣୁଛି। ନିଶ୍ଚୟ ଆମ ପରି କାହାର ଘର ଭାଙ୍ଗି ଯାଇଥିବ। ଚାଲ ମା ତା ପାଖକୁ ଯିବା। ଆମକୁ ସିନା କେହି ସାହାଯ୍ୟ କଲେ ନାହିଁ, ହେଲେ ଆମେ ସେ ଚଢ଼େଇକୁ ସାହାଯ୍ୟ କରିବା ଆଉ ଆମ ଘରକୁ ନେଇ ଆସିବା। ତାପରେ ମା ଚଢ଼େଇ ଆଉ ତାର ଝିଅ ଦୁଇଟି ଛତା ଧରି କାନ୍ଦ ଶୁଭୁଥିବା ଜାଗାକୁ ଗଲେ। ସେଠି ଗୋଟେ ବି ଚଢ଼େଇ ନଥିଲା। ଗୋଟେ ବାକ୍ସ ଭିତରୁ କାନ୍ଦିବାର ସ୍ୱର ଶୁଭୁଥିଲା। ଆରେ ଏଠି ତ କେହି ବି ନାହାନ୍ତି, ଆଉ ଏ ବାକ୍ସ ଭିତରୁ ଏମିତି କାନ୍ଦିବାର ସ୍ୱର ଶୁଭୁଛି। କିଏ ଅଛ ଏ ବାକ୍ସ ଭିତରେ? ତୁମେ ଏମିତି କାନ୍ଦୁଛ କାହିଁକି? ବାହାରକୁ ଆସ। ମୁଁ ଏ ବାକ୍ସ ଭିତରୁ ବାହାରି ପାରିବିନି। ବାହାରି ପାରିଥିଲେ ମୁଁ ଏମିତି କ'ଣ ବାକ୍ସ ଭିତରେ ବସି କାନ୍ଦିଥାନ୍ତି। ଆଚ୍ଛା ଠିକ୍ ଅଛି, ରୁହ, ମୁଁ ତୁମକୁ ଏ ବାକ୍ସ ଭିତରୁ ବାହାର କରୁଛି। କ'ଣ ଏ ବାକ୍ସ ଏତେ ଶକ୍ତ କ'ଣ ପାଇଁ? ମୁଁ ଏ ବାକ୍ସକୁ ଜମା ବି ଖୋଲି ପାରୁନି। ଚଢ଼େଇ, ତୁ ଏ ବାକ୍ସକୁ ଖୋଲି ପାରିବୁନି। ଏଇଟା ଯାଦୁର ବାକ୍ସ। ଗୋଟେ ଚାବି ଦ୍ୱାରା ହିଁ ତୁ ଏ ବାକ୍ସକୁ ଖୋଲି ପାରିବୁ। ହେଲେ ମୁଁ ତ ଏଠି ଚାବି ଦେଖିବାକୁ ପାଉନି, ତାହେଲେ ତୁମକୁ ମୁକ୍ତ କେମିତି କରିବି? ଚଢ଼େଇ, ତୁ ଏ ରାସ୍ତାରେ ଆଗକୁ ଗଲେ ଗୋଟେ ବରଗଛ ଦେଖିବୁ। ସେଇ ବରଗଛ ପାଖରେ 3ଟି ଫଳ ଘର ଅଛି। ଗୋଟେ ଫଳ ଘରେ ମୋ ବାକ୍ସର ଚାବି ଅଛି। ସେଇ ଚାବି ଆଣିଲେ ଯାଇ ତୁ ଏ ବାକ୍ସକୁ ଖୋଲି ପାରିବୁ। ଆଚ୍ଛା ଠିକ୍ ଅଛି, ତୁମେ ଚିନ୍ତା କରନି, ମୁଁ ଏବେ ଯାଇ ସେ ଚାବି ନେଇ ଆସୁଛି। ଏମିତି କହି ଚଢ଼େଇ ଫଳ ଘର ଖୋଜିବାକୁ ଗଲା। ସେତେବେଳେ ବର୍ଷା ବି ଛାଡ଼ିଗଲା। ଚଢ଼େଇ ଆଉ ତାର ଝିଅ 3 ଫଳ ଘର ପାଖରେ ପହଞ୍ଚିବା ପରେ ସେମାନେ ପ୍ରଥମ ଫଳ ଘର ଭିତରକୁ ଗଲେ। ସେତେବେଳେ ସେମାନେ ଦେଖିଲେ ସେ ଘରେ ସୁନା ଟଙ୍କା ଭର୍ତ୍ତି। କ'ଣ ଏ ଘରେ ଏତେ ସୁନା ଟଙ୍କା କିଏ ରଖିଛି? ଏଠି ତ ବାକ୍ସର ଚାବି ନାହିଁ। ଚାଲ ମା ଆମେ ଦ୍ୱିତୀୟ ଘରକୁ ଯିବା, ସେଠି ହୁଏତ ଆମେ ବାକ୍ସର ଚାବି ପାଇଯିବା। ମା ଦେଖ, ଏ ଘରେ ତ ହୀରା ଭର୍ତ୍ତି। ନିଶ୍ଚୟ ସେ ତୃତୀୟ ଫଳ ଘରେ ଚାବି ଥିବ। ତୁ ଠିକ୍ କହିଲୁ ରେ ମା, ମତେ ବି ସେମିତି ଲାଗୁଛି। ଚାଲେ ଏବେ ହିଁ ଆମେ ସେ ଘରକୁ ଯିବା। ତାପରେ ସେମାନେ ତୃତୀୟ ଫଳ ଘରକୁ ଗଲେ ଆଉ ସେଠି ବାକ୍ସର ଚାବି ପାଇଗଲେ। ସେ ଚାବି ଧରି ସେମାନେ ବାକ୍ସ ପାଖକୁ ଆସିଲେ। ଯେମିତି ଚଢ଼େଇ ବାକ୍ସକୁ ଖୋଲିଲା, ବାକ୍ସ ଭିତରୁ ଗୋଟେ ଭୟଙ୍କର ରାକ୍ଷସୀ ଚିଲ ବାହାରି ଆସିଲା। କ'ଣ ତୁମେ ତ ଗୋଟେ ରାକ୍ଷସୀ, ଦୟାକରି ଆମକୁ ମାରନି, ଆମକୁ ଛାଡ଼ି ଦିଅ। ମତେ ଦେଖି ଭୟ କରନି, ମୁଁ ତମମାନଙ୍କର କିଛି କ୍ଷତି କରିବିନି। ଓଲଟା ତମମାନଙ୍କୁ ପୁରସ୍କାର ଦେବି। ମୁଁ ଯେତେବେଳେ ବଞ୍ଚିଥିଲି ବହୁତ ଅନ୍ୟାୟ କାମ କରିଥିଲି। ସେଥିପାଇଁ ମଲା ପରେ ମୁଁ ଗୋଟେ ରାକ୍ଷସୀ ପାଲଟି ଗଲି। ମୁଁ ଯେପର୍ଯ୍ୟନ୍ତ ଭଲ କାମ ନ କରିବି ମୁଁ ମୁକ୍ତି ପାଇବିନି। ସେଥିପାଇଁ ପ୍ରତି ରାତିରେ ମୁଁ ଜଙ୍ଗଲରୁ ଜଙ୍ଗଲ ବୁଲି ବୁଲି ବାକ୍ସରେ ବନ୍ଦୀ ହେଇ କାନ୍ଦେ। ତାପରେ ଯିଏ ମୋତେ ସାହାଯ୍ୟ କରିବାକୁ ଆସେ ତାର ଭଲ ଗୁଣ ଦେଖି ମୁଁ ତାକୁ ସାହାଯ୍ୟ କରେ। ଚଢ଼େଇ, ତୁ ସୁନା ହୀରା ଲୋଭ ନ କରି ମୋ ପାଇଁ ଚାବି ଆଣି ମୋତେ ବାକ୍ସ ଭିତରୁ ମୁକ୍ତ କଲୁ। ମୁଁ ତ ଭଲ ଗୁଣ ଦେଖି ବହୁତ ଖୁସି। ଏବେ ମୁଁ ତତେ ସାହାଯ୍ୟ କରିବି। ଏ 2 ସୁନା ହୀରା ବାକ୍ସ ଆଜିଠୁ ତୋର। ତୁ ଏସବୁ ନେଇ ଏବେ ଘରକୁ ଯା ଆଉ ଖୁସିରେ ରହ। ମୋର ଏତେ ସୁନାହାର ଦରକାର ନାହିଁ। ମୁଁ ମୋ ଜମିରେ କଦଳୀ ଚାଷ କରିଛି, ସେସବୁ ବିକ୍ରି କରି ମୁଁ ଆରାମରେ ଚଳିପାରିବି। ନା ନା, ତତେ ଏସବୁ ନେବାକୁ ପଡ଼ିବ। ତୋ ଭଳି ଏତେ ଭଲ ଚଢ଼େଇ ଯଦି ଏସବୁ ନ ନେବ ମତେ ଭାରି କଷ୍ଟ ହେବ। ତେବେ ଠିକ୍ ଅଛି, ମୁଁ କେବଳ ଏ ସୁନାର ବାକ୍ସକୁ ନେବି, ହୀରାର ବାକ୍ସକୁ ନେବିନି। ବେଶୀ ଧନୀ ହେଲେ ବି ବିପଦ। ଚଢ଼େଇର ଏପରି କଥା ଶୁଣି ରାକ୍ଷସୀ ଖୁସି ହେଇଗଲା ଆଉ ତାକୁ ସୁନାର ବାକ୍ସ ଦେଲା। ଚଢ଼େଇ ଆଉ ତାର ଝିଅ ସୁନା ବାକ୍ସ ଧରି ଘରକୁ ଆସିଲେ। ସେପଟେ ଆରେ ଦେଖ ଦେଖ, ବର୍ଷା ଛାଡ଼ିଗଲା। ଚଢ଼େଇ ନିଜ ଘର ପାଖରେ ବସି କାନ୍ଦୁଥିବ। ଚାଲ ଏବେ ତା ପାଖକୁ ଯିବା, ଆଉ ଟିକେ ତା ସହ ମଜା କରି ଆସିବା। ହଁ ଠିକ୍ କହିଲୁ, ଚାଲେ ଏବେ ତା ପାଖକୁ ଯିବା। ଏମିତି କଥା ହେଇ ସେମାନେ ଚଢ଼େଇର ଘରକୁ ଆସିଲେ। ଚଢ଼େଇର କଦଳୀପତ୍ର ଘର ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। ତମେ ମାନେ ଏମିତି ଆଶ୍ଚର୍ଯ୍ୟ ହେଇ କ'ଣ ଦେଖୁଛ? ମୋ କଦଳୀ ଘର ସୁନ୍ଦର ହେଇଛି ନା ନାଇଁ କହିଲ?
ମୁଁ ଆଉ ମୋ ଝିଅ ମିଶି ଏଇ କଦଳୀ ପତ୍ରରେ ଘର ତିଆରି କରିଛୁ। ହଁ ଚଢ଼େଇ, ତ କଦଳୀ ପତ୍ର ଘର ଅନେକ ସୁନ୍ଦର ହେଇଛି। କାଉ ଭଉଣୀ, ତୁମେ ମତେ କହିଥିଲ ଭିକ ମାଗିବା ପାଇଁ। ଦେହ ସୁସ୍ଥ ଆଉ ମୁଣ୍ଡରେ ବୁଦ୍ଧି ଥିଲେ କାହାକୁ ବି ଭିକ ମାଗିବାକୁ ପଡେନି, ବୁଝିଲ? ମତେ କ୍ଷମା କରିଦେବୁ ଚଢ଼େଇ, ମୁଁ ମଜା କରି ତତେ ଏମିତି କଥା କହିଦେଇଥିଲି। ମୁଁ ଟିକେ ତ ଘର ଭିତରକୁ ଯାଇପାରିବି? ହଁ ହଁ, ଆସ ଆସ, ଘର ଭିତରକୁ ଆସ। ତାପରେ କାଉମାନେ ଚଢ଼େଇର ଘର ଭିତରକୁ ଗଲେ। ସେମାନେ ଘର ଦେଖୁ ଦେଖୁ ସୁନାର ବାକ୍ସକୁ ବି ଦେଖିଲେ। ଏ କଣ ଚଢ଼େଇ, ତୋ ପାଖରେ ସୁନା ଟଙ୍କାର ବାକ୍ସ ଅଛି? ତୁ ଏ ସୁନା ଟଙ୍କାର ବାକ୍ସ କୋଉଠୁ ପାଇଲୁ? ଚଢ଼େଇ ସେମାନଙ୍କୁ ସବୁ ଘଟଣା କହିଲା। ସବୁ ଶୁଣି କାଉମାନେ ଶୀଘ୍ର ନିଜ ଘରକୁ ଫେରି ଆସିଲେ। ଚଢ଼େଇ କେତେ ବୋକା, ସେ ହୀରାର ବାକ୍ସ ଛାଡ଼ି ଦେଇ ଖାଲି ସୁନାର ବାକ୍ସ ଆଣିଛି। ଆଜି ରାତି ଆମେ ବି ଜଙ୍ଗଲ ଭିତରକୁ ଯିବା, ଆଉ ସେ ରାକ୍ଷସୀ ଚିଲ ପାଖରୁ ସୁନା ହୀରା ବାକ୍ସ ନେଇ ଆସିବା। ହଁ ହଁ, ଆମେ ବି ସେମିତି କରିବା। ଏମିତି ସେମାନେ ରାତି ହେବା ଯାଏଁ ଅପେକ୍ଷା କଲେ। ରାତିରେ ଦୁଇ କାଉ ରାକ୍ଷସୀକୁ ଖୋଜିବା ପାଇଁ ବାହାରିଲେ। କିଛି ଦୂର ଗଲା ପରେ ସେମାନେ ରାକ୍ଷସୀର କାନ୍ଦ ଶୁଣି ତା ପାଖକୁ ଗଲେ। ତୁମେ ବିପଦରେ ପଡ଼ିଛ ନା? ଭୟ କରନି, ଆମେ ତୁମକୁ ସାହାଯ୍ୟ କରିବୁ। କୁହ, ଆମେ କ'ଣ କରିବୁ? ଏଠାରୁ କିଛି ଦୂରରେ 3ଟି ଫଳ ଘର ଅଛି। ଗୋଟିଏ ଫଳ ଘରେ ଏ ବାକ୍ସର ଚାବି ଅଛି। ଯାଅ, ସେ ଚାବି ଆଣି ମୋତେ ଏଠୁ ମୁକ୍ତ କର। କାଉମାନେ ଶୀଘ୍ର ସେ ଫଳ ଘରୁ ଚାବି ଆଣି ରାକ୍ଷସୀକୁ ମୁକ୍ତ କଲେ। ତମେ ମାନେ ବହୁତ ଭଲ ପକ୍ଷୀ, ମୁଁ ତମ ମାନଙ୍କ ଉପରେ ଖୁସି। ଏଇ ନିଅ ସୁନା ହୀରାର ବାକ୍ସ। ରାକ୍ଷସୀ ଦିଦି, ଏତେ ଅଳ୍ପ ହୀରା ସୁନା ଦେଉଛ? ଆହୁରି 4-5 ବାକ୍ସ ହୀରା ସୁନା ଦିଅ, ଆମେ ବହୁତ ଗରିବ। ଏସବୁ ତ ଘର ବନେଇବାରେ ହିଁ ଖର୍ଚ୍ଚ ହେଇଯିବ। ଆଉ ଅଧିକ ସୁନା ହୀରା ଦେଲେ ସିନା ଆମେ ଘରେ ବସି ବସି ଖାଇବା ଖାଇପାରିବୁ। ତମେ ମାନେ ସତରେ ବଡ଼ ଲୋଭୀ ପକ୍ଷୀ। ମୁଁ ଆଗରୁ ହିଁ ତମ ମାନଙ୍କର ଗୁଣ ଜାଣିଛି। ଏ 2ଟି ସୁନା ହୀରା ବାକ୍ସ ଯଦି ନେଇଥାନ୍ତ, ଭଲରେ ଘରକୁ ଫେରି ପାରିଥାନ୍ତ। ତା ନ କରି ତମେ ମାନେ ଆହୁରି ଲୋଭ କଲ। ଏବେ ମୁଁ ତମ ମାନଙ୍କୁ ଉଚିତ ଶାସ୍ତି ଦେବି। ଏମିତି କହି ରାକ୍ଷସୀ ଦୁଇ କାଉଙ୍କୁ ପଥର କରିଦେଲା। ସେପଟେ ମା ଚଢ଼େଇ ରାକ୍ଷସୀ ପାଖରୁ ସୁନା ଟଙ୍କା ପାଇଲେ ବି ଅଳସୁଆ ହେଲା ନାହିଁ। ସେ ପରିଶ୍ରମ କରି ତା ଝିଅ ସହ ଖୁସିରେ ରହିଲା। ପାଖାପାଖି 2ଟି ଘର ଥିଲା। ଗୋଟେ ଘରେ 2 ଚଢ଼େଇ ଭଉଣୀ ରହୁଥିଲେ। ତାଙ୍କ ଘର ପାଖରେ 2 କାଉ ଭଉଣୀ ରହୁଥିଲେ। ଆଲୋ ଦିଦି, ଏ ଅଧରାତିରେ ଏମିତି ବର୍ଷା କାହିଁକି ହେଲା? ଆମ ଘର ଏତେ ଜୋରେ ହଲୁଛି, ଆମ ଘର ଭାଙ୍ଗିଯିବନି ତ? ଏ ଅସମୟରେ ଏମିତି ବର୍ଷା ହେବ କିଏ ଜାଣିଥିଲା? ଆମେ ଆମ ଘର ମରାମତି କରିବାକୁ ବି ସମୟ ପାଇଲେନି। ସେମାନେ ଏପରି କଥା ହେଉଥିଲେ, ତାଙ୍କ ପାଖ ଘରର ବି ଅବସ୍ଥା ଠିକ୍ ତାଙ୍କ ପରି ଥିଲା। ଦିଦି, ଏ ଘରେ ଆଉ ବେଶୀ ସମୟ ରହି ହେବନି। କେତେବେଳେ ବି ଆମ ଘର ଭାଙ୍ଗିଯିବ। ଚାଲେ, ଆମେ ଏବେ ହିଁ ଘର ଛାଡ଼ି ଦୂରକୁ ଚାଲିଯିବା। ହଁ ଭଉଣୀ, ତୁ ଠିକ୍ କହିଲୁ। ଶୀଘ୍ର ବାହାରକୁ ଚାଲେ, ଏ ଘରେ ବେଶୀ ସମୟ ଆଉ ରହି ହେବନି। ଯେମିତି ସେ 2 ଚଢ଼େଇ ଭଉଣୀ ଘରୁ ବାହାରି ଗଲେ, ତାଙ୍କ ଘର ଭାଙ୍ଗିଗଲା। ତା ଦେଖି ସେମାନେ ଅନେକ କାନ୍ଦିଲେ। ସେପଟେ 2 କାଉ ଭଉଣୀଙ୍କ ଘର ବି ଭାଙ୍ଗିଗଲା। ସେମାନେ ଚଢ଼େଇଙ୍କ ପାଖକୁ ଆସିଲେ। ଆରେ ଆରେ, ତମମାନଙ୍କ ଘର ବି ବର୍ଷାରେ ଭାଙ୍ଗିଗଲା। ଏବେ ଆମେ କ'ଣ କରିବା? କୋଉଠି ଆଶ୍ରୟ ନେବା? ଆଖପାଖରେ କେହି ବି ନିଜ ଘରକୁ ମଜବୁତ କରିନାହାନ୍ତି। ଆମେ ତାଙ୍କୁ ହଇରାଣ କରିବାନି। ଏକା ସାଙ୍ଗରେ ଯେତେବେଳେ ବିପଦରେ ପଡ଼ିଛେ, ଚାଲ ସମସ୍ତେ ମିଶି ପାଖ ଜଙ୍ଗଲକୁ ଯିବା, ଆଉ ସେଠି ଆଶ୍ରୟ ଖୋଜି ଦେଖିବା। ହଁ ଚଢ଼େଇ, ତୁ ଠିକ୍ କହିଲୁ। ଚାଲ ଏବେ ହିଁ ପାଖ ଜଙ୍ଗଲକୁ ବାହାରି ଯିବା। ଏମିତି କଥା ହେଇ 2 କାଉ ଆଉ 2 ଚଢ଼େଇ ପାଖ ଜଙ୍ଗଲକୁ ଯିବା ପାଇଁ ବାହାରିଗଲେ। ସକାଳ ହେଲା ପରେ ସେମାନେ ପାଖ ଜଙ୍ଗଲରେ ପହଞ୍ଚିଗଲେ। ହେଲେ ସେଠି ସେମାନେ ଘର ତିଆରି କରିବା ପାଇଁ ଭଲ ଜାଗା ପାଇଲେନି। ଏମିତି ଖୋଜୁ ଖୋଜୁ ହଠାତ୍ ସେମାନେ 2ଟି ଅମୃତ ଭଣ୍ଡା ଘର ଦେଖିଲେ। ଆରେ, ଏ 2ଟି ଅମୃତ ଭଣ୍ଡା ଘର ଖାଲି ପଡ଼ିଛି। ଆଖପାଖରେ କେହି ବି ନାହାନ୍ତି। ଭଲ ହେଲା, ଏବେ ଆମେ ଆରାମରେ ଘରେ ରହିପାରିବା। ହେଲେ ଗୋଟେ ଅମୃତ ଭଣ୍ଡା ଘର ତ ପଚା। ଏ ଘରକୁ ଦେଖି ଏମିତି ଲାଗୁଛି ଏ ଘର ଏବେ ହିଁ ସଢ଼ି ତଳେ ପଡ଼ିଯିବ। ଅବଶ୍ୟ ଗୋଟେ ଘର ଭଲ ଅଛି,
आमे समस्ते सेठी रही परिबा। ना ना ए भल अमृतभंडा घरको आमे दुई भौणी आग देखिचु ता माने आमे घरे रहिबु तमे दुई भौणी से पचा घरे रुह नहले निजर आउ किछि व्यवस्था करिनियो। तू ए कोन कहूचु काऊ ए पचा घरे रहिबा असंभव आमे समस्ते मिसी गोटे घरे आराम रे रही परिबा। चढ़ेईर कथा सरिछि कि नाही दुई काऊ शीघ्र जाई भल अमृतभंडा घर पाखरे छिड़ा हेले। ए चढ़ेई दल आम घर उपरे जमा भी आखि पकेबनी आमे दुई भौणी आग ए घर देखिचु माने आमर ए घर उपरे बेसी अधिकार अछि आमे आजिठु ए घरे रहिबु तमे दुई भौणी जदि आम घर भितरे पसिबाको चेष्टा भी करिबा आमे तम दुई भौणीकर गोड़ भांगी देबु बुझिला। एमिति कही से दुई काऊ भौणी भल अमृतभंडा घर भितरे पसिगले। दुई चढ़ेई भौणी आउ किछि उपाय न पाई पचा अमृतभंडा घर भीतर को गले। एहिपरि बेस किछि दिन बीतीगला। छी छी रे तम दुई भौणी के पाखरु की पचा पचा दुर्गंध बाहरुची मोर तो बांती उठिलानी चली जाओ आम आगरू। तमे दुई जण जोर करी से भल अमृतभंडा घर नहीं गल आमे बाध्य ही पचा अमृतभंडा घरे रहिलु सेतिकिरे तम मानकु शांति मिलिलानी जे एबे हमर मजा उड़ाउछ। थरी कौन मु सब बेले तम मानकर मजा उड़ीबी काहेकि ना तमे माने आम परि एते भल घर केबे भी पाई परिबनी आम घर रास्ता दे जिबा आसिबा करिबनी नहले तम देहर दुर्गंध आम घर भितरे पसि जिब। सेमाने एपरी कथा हेबा समय रे हठात एक तांत्रिक बुढ़ी चढ़ी सेठाକୁ आसिला। समस्तंकु ता दुई घर सामने देखि से अनेक रागी गला। ए कौन तमे समस्ते मो अमृतभंडा घर सामने कौन करूच चली जाओ एठू मु मो घर भीतर को जीवी। कोठु चली आसी कहला कौन ना ये घर तार बोली तू कहीदेले आमे कौन तते घर देई देबो। ए बुढ़ी ए घर आमर तू एठू पळा। तम मानकर एते साहस गोटे तांत्रिक को धमक देउछ। ए दुई घर को मु तैयारी करिछि मु प्रतिवर्ष एठाको आसी ध्यान करे मो ध्यान करिवार समय हेई गलानी तमे माने एठू चली जाओ। काऊ अबुझा हेनी ए तांत्रिक माँ को तांको घर देई दे जदि से रागी जिबे आमको अभिशाप देई देबे। चुप कर तो भागरे पचा घर पड़िछि तो सेथि पई आमको हिंसा करी एकथा कहूछु ना आमे मरी गली भी ए घर काहाको भी देबुनी। ठीक कहिचुलो दीदी मु एबे भंड तांत्रिक बुढ़ी को पिटी पिटी एठू बाहर करी देउची। ना ना एमिति कोहनी तांत्रिक माँ रागी जिबे तांत्रिक माँ एमान को कथा धरंतुनी आपण आम घरे ध्यान करंतु आमे आपण को बाधा देबुनी। दुई चढ़ेई तांत्रिक बुढ़ी सह भल व्यवहार करुथिबा बेले दुई काउकर एपरी खराब व्यवहार देखि तांत्रिक बुढ़ी चढ़ेई तो भीषण रागी गला। बहुत सहिली आउ नुह एबे देख मु तम दुई काउक सह कौन करुची। एमिति रागी तांत्रिक बुढ़ी ता जादू शक्ति रे दुई काउ को पत्थर करदेला। ए सबु देखि दुई चढ़े भौणी बहुत डरी गले। ई कौन तांत्रिक माँ आमको एमानक भरी पत्थर करंतुनी आमे एबे ही घर छाड़ी चली जीवु। अरे ना ना मते डरनी मु तम मानकर किछि भी क्षति करिबिनी मु एबे ध्यान करिबी तमे माने कुआड़ी भी जाओनी एइठी किछि समय अपेक्षा कर। तापरे तांत्रिक बुढ़ी चढ़ी भल अमृतभंडा घर भीतर को गला आउ किछि समय ध्यान करी सारिला परे बाहर को आसिला। मु तम मानक व्यवहार रे बहुत खुशी एबे मोर ध्यान सरी गला मु आउ केबे भी एठाको आसीबिनी आजिठू ए दुई घर मु तम मानक देउची। आमर ए दुई घर दरकार नहीं तांत्रिक माँ आमर गोटे घर हेले भी चलिबो। अच्छा एमिति कथा ताहाले एबे मु ए पचा घर को भी भल करी देउची आजिठू ए घरे अनेक धनरत्न रहिबो तम मानकर जेते बेले भी टंका दरकार हेबो तमे माने घरु नहीं पारिबो आउ ए भल अमृतभंडा घरे आजिठू तमे दुई भौणी रुह। एमिति कही तांत्रिक बुढ़ी सेठारु चलीगला। दुई भौणी दुई अमृतभंडा घर पाई खुशी रहिले। तमे कौन काम को जाउछ मु गोटी कथा कहिबी मो पई आनी देबो। हाँ हाँ कह तते कौन दरकार। मोर आज गुपचुप खाइबा को भारी इच्छा होची तुमे जेते बेले कामरु फेरिबो मो पई गुपचुप आनी देबो। अच्छा अच्छा तू गुपचुप खाइबु तो ठीक अछि मु कामरु फेरिबा समय रे तो पई गुपचुप आनी देबी आउ किछि दिन परे आम अंडारु छुआ बाहरिबे तू अंडा सह निजर भी ध्यान रख मु एबे जाउची। एमिति कही बापा चढ़ेई काम को गला। दिन सारा काम करिया परी
ସେ ଗୁପଚୁପ ଆଣିବା ପାଇଁ ବଜାରକୁ ଗଲା। ମିଟୁ ଭାଇ, ତୁମେ କ'ଣ ଗୁପଚୁପ ବିକ୍ରି କରୁନ? ନା ରାଜୁ, ମୁଁ କ'ଣ ଆମ ଜଙ୍ଗଲରେ କେହି ବି ଗୁପଚୁପ ବନାନ୍ତିନି। ମୁଁ ସିଙ୍ଗଡ଼ା ପକୁଡ଼ି ବନାଏ। ତୁ ଯଦି ଚାହିଁବୁ ମୋଠୁ ସିଙ୍ଗଡ଼ା ପକୁଡ଼ି ନେଇପାରିବୁ। ନା ନା, ମୋ ସ୍ତ୍ରୀ ଆଜି ଗୁପଚୁପ ଖାଇବାକୁ ମନ କରିଛି। ମୁଁ ଆଜି ଯେମିତି ବି ହେଉ ତା ପାଇଁ ଗୁପଚୁପ ନେବି। ମୁଁ ପାଖ ଜଙ୍ଗଲକୁ ଯାଇ ଦେଖେ, ସେଠି ହୁଏତ ମୁଁ ଗୁପଚୁପ ଦୋକାନ ପାଇଯିବି। କିନ୍ତୁ ରାଜୁ, ପାଖ ଜଙ୍ଗଲକୁ ଯିବା ରାସ୍ତାରେ ଅନେକ ଶିକାରୀ ବୁଲନ୍ତି। ସେଠାକୁ ଗଲେ ତୁ ବିପଦରେ ପଡ଼ିପାରୁ। ଆରେ ନା ନା, କିଛି ହେବନି। ଏବେ ସନ୍ଧ୍ୟା ସମୟ, ଏବେ ଶିକାରୀମାନେ ସେଠି ନଥିବେ। ମୁଁ ଶୀଘ୍ର ଯାଇ ଫେରିବାକୁ ଚେଷ୍ଟା କରିବି। ଏମିତି କହି ବାପା ଚଢ଼େଇ ପାଖ ଜଙ୍ଗଲକୁ ଗଲା। ସେ ସେଠାରୁ ଗୁପଚୁପ ନେଇ ଫେରିବା ସମୟରେ ଅନେକ ଥକିଗଲା। ଭାରି ଥକା ଲାଗିଲାଣି। କିଛି ସମୟ ଗଛ ମୂଳେ ବସି ଆରାମ କରେ, ତାପରେ ଘରକୁ ଯିବି। ତାପରେ ବାପା ଚଢ଼େଇ ସେ ଗଛ ମୂଳେ ବସି ଆରାମ କରୁଥିଲା। ସେହି ସମୟରେ ଗୋଟେ ଶିକାରୀ ତାକୁ ଦେଖି ତା ଉପରକୁ ତୀର ମାରିଲା। ତୀର ଯାଇ ବାପା ଚଢ଼େଇର ପେଟରେ ବାଜିଲା। ସଙ୍ଗେ ସଙ୍ଗେ ହିଁ ବାପା ଚଢ଼େଇର ଜୀବନ ଚାଲିଗଲା। ଏତେ ସମୟ ଅପେକ୍ଷା କଲା ପରେ ଯାଇ ଆଜି ଗୋଟେ ପକ୍ଷୀ ଧରି ପାରିଲି। ଏ କ'ଣ, ଏ ପକ୍ଷୀଟା ତ ଗୁପଚୁପ ନେଉଥିଲା। ଭଲ ହେଲା, ଅନେକ ଦିନ ହେଲାଣି ମୁଁ ଗୁପଚୁପ ଖାଇନି। ଆଗ ଗୁପଚୁପ ଖାଇନିଏ, ତାପରେ ପକ୍ଷୀଟାକୁ ନେଇଯିବି। ଏମିତି କହି ଶିକାରୀ ଗୁପଚୁପ ଖାଇଲା। ତାପରେ ସେ ବାପା ଚଢ଼େଇକୁ ନେଇ ସେଠାରୁ ଚାଲିଗଲା। ଏ ସବୁ ଘଟଣା ଦୂରରୁ ଗୋଟେ ଚଢ଼େଇ ଦେଖୁଥିଲା। ଆରେ ଆରେ, ଏ ଦୁଷ୍ଟ ଶିକାରୀ ରାଜୁକୁ ମାରି ତା ସାଙ୍ଗରେ ନେଇଗଲା। ମୁଁ ଶୀଘ୍ର ଏକଥା ରିନୁକୁ କହିଦିଏ, ନହେଲେ ସେ ରାଜୁକୁ ଅପେକ୍ଷା କରି ରହିଥିବ। ନା, ଏମିତି ହେଇପାରିବନି। ମୋ ସ୍ୱାମୀ ମତେ ଛାଡ଼ି ଯାଇପାରିବେନି। ତୁମେ ମିଛ କହୁଛ। ତୁ ବିଶ୍ୱାସ ନ କଲେ ବି ଏକଥା ସତ। ରାଜୁ ଆଉ ଏ ଦୁନିଆରେ ନାହିଁ। ତୁ ଧୈର୍ଯ୍ୟ ଧରି ରହ। ମା ଚଢ଼େଇଟି କାନ୍ଦୁଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ଚଢ଼େଇର ଅଣ୍ଡାରୁ ଛୁଆ ବାହାରିଲେ। ଘରେ ବେଶୀ ଖାଇବା ନାହିଁ। ମୋ ଛୁଆମାନଙ୍କୁ ଭୋକ ଲାଗିଲେ ମୁଁ ତାଙ୍କୁ କ'ଣ ଖାଇବାକୁ ଦେବି? ମତେ ଶୀଘ୍ର କାମ ଖୋଜିବାକୁ ପଡ଼ିବ। ଆରି ପିଲାମାନେ, ତମେମାନେ ଜମା ବି ବାହାରକୁ ଯିବନି। ମୁଁ କାମ ଖୋଜିବାକୁ ଯାଉଛି। ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବି। ଠିକ ଅଛି ମା, ଆମ ପାଇଁ ଚିନ୍ତା କରନି। ଆମେ ଘରୁ କୁଆଡ଼େ ବି ଯିବୁନି। ମିଟୁ ଭଉଣୀ, ମୋ ସ୍ୱାମୀ ଯିବା ପରେ ମୁଁ ଆଉ ମୋ ଦୁଇ ଛୁଆ ବହୁତ କଷ୍ଟରେ ଅଛୁ। କାମ ନ ପାଇଲେ ମୁଁ ମୋ ଛୁଆମାନଙ୍କୁ ଖାଇବା ଦେଇ ପାରିବିନି। ମିଟୁ ଭଉଣୀ, ତୁମେ ତ ଅନେକ ଧନୀ। ମତେ କାମରେ ରଖ। ତୁମେ ଯାହା କାମ ଦେବ ମୁଁ ସବୁ କରିବି। ହଁ, ମୋର ଗୋଟେ କାମବାଲି ତ ଦରକାର, କିନ୍ତୁ ମୁଁ ତତେ କାମ ଦେଇପାରିବିନି। ତୁ ଗୋଟେ ଅଶୁଭ ଚଢ଼େଇ। ତୋ ପାଇଁ ତ ସ୍ୱାମୀର ଜୀବନ ଗଲା। ତତେ ମୁଁ କାମରେ ରଖିଲେ ମୋର ଯଦି କିଛି ବିପଦ ହୁଏ, ଯା ଯା, ଏଠୁ ଚାଲିଯା। ଏଠି ତୋର କିଛି କାମ ନାହିଁ। ଏମିତି ଶୁଣି ମନ ଦୁଃଖରେ ଚଢ଼େଇ ସେଠାରୁ ଚାଲିଗଲା। ସେ କାମ ଖୋଜି ଖୋଜି ଆଗକୁ ଯାଉଥିଲା। ଚିଲର ସ୍ତ୍ରୀକୁ ଦେଖି ଚଢ଼େଇ ତା ପାଖକୁ ଗଲା, ଆଉ ତାକୁ ବି କାମ ମାଗିଲା। ଭଲ ହେଲା ଚଢ଼େଇ, ତୁ ମୋ ପାଖକୁ ଆସିଲୁ। ମୁଁ ବି ଗୋଟେ କାମବାଲି ଖୋଜୁଥିଲି। ତୁ ଆଜିଠୁ ହିଁ କାମରେ ଲାଗିଯା। ମୁଁ ତତେ ପ୍ରତିଦିନ ଟଙ୍କା ଦେବି। ତୁମକୁ ଅନେକ ଅନେକ ଧନ୍ୟବାଦ ଚିଲ ଦିଦି। ମୁଁ ଏବେ ହିଁ କାମ ଆରମ୍ଭ କରୁଛି। ଏମିତି ଚଢ଼େଇ କାମ ପାଇଲା। କିଛି ଦିନ ବିତିଗଲା। ଗୋଟେ ଦିନ ତା ମା ଘରକୁ ଆସିଲା। ମାରେ, ମୋ ଦେହ ଖରାପ ଥିଲା, ନହେଲେ କେବେଠୁ ତ ପାଖକୁ ଆସି ସାରନ୍ତିଣି। ମୁଁ ରାଜୁର ଖବର ଶୁଣିଲି। ତୁ ଏଠି ଆଉ ଏକୁଟିଆ ରହନି, ମୋ ସାଙ୍ଗରେ ମୋ ଘରକୁ ଚାଲେ। ଦୁଇ ଛୁଆଙ୍କୁ ଏକା ଛାଡ଼ି ତୁ କାମକୁ ଯାଉଛୁ। ମୋ ସାଙ୍ଗରେ ଗଲେ ତତେ କାମ କରିବାକୁ ପଡ଼ିବନି। ନାଇଁ ମା, ଏ ଘର ମୋ ସ୍ୱାମୀଙ୍କର। ମୁଁ ଏ ଘର ଛାଡ଼ି ଯିବିନି। ମୋ ପିଲାମାନେ ଏବେ ବଡ଼ ହେଲେଣି। ତାଙ୍କୁ ଘରେ ଏକା ଛାଡ଼ି କାମକୁ ଗଲେ ମୋର କିଛି ଅସୁବିଧା ହେଉନି। ତୁମେ ମୋ ପାଇଁ ବ୍ୟସ୍ତ ହୁଅନି, ମୁଁ ଭଲରେ ଅଛି। ମା, ଅନେକ ଦିନ ପରେ ମୋ ଘରକୁ ଆସିଛ। ଆଜି ଦିନଟା ମୋ ଘରେ ରହିଯାଅ। ନା ରେ ମା, ମୁଁ ବେଶୀ ସମୟ ଏଠି ରହିପାରିବିନି। ମୋର ଗୋଟେ ଫଳ ବଗିଚା ଅଛି। ମୁଁ ଘରକୁ ନଗଲେ ଚୋରମାନେ ମୋ ଫଳ ନେଇଯିବେ। କେବେ କିଛି ଦରକାର ହେଲେ ମୋ ପାଖକୁ ଆସିବୁ। ମୁଁ ଏବେ ଯାଉଛି।
ତାପରେ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ମା ଚଢ଼େଇ ବି ତାର ଦୁଇ ଛୁଆଙ୍କୁ ବୁଝେଇ କାମକୁ ଗଲା। ଏସବୁ ଦୂରରୁ ଗୋଟେ କାଉ ଦେଖୁଥିଲା। ଆରେ ବାଃ, ଏ ଘରେ ତାହେଲେ ଦୁଇଟି ଛୋଟ ଛୋଟ ଛୁଆ ଅଛନ୍ତି। ଏ ଜଙ୍ଗଲକୁ ଆସିବା ପରଠାରୁ ମୁଁ ଘର ବନେଇବା ପାଇଁ ଜାଗା ଖୋଜୁଥିଲି। ଏବେ ଲାଗୁଛି ଆଉ ଘର ଖୋଜିବାକୁ ପଡ଼ିବନି। ମୁଁ ଏ ଦୁଇ ଛୁଆଙ୍କୁ ଘରୁ ବାହାର କରି ଏ ଘରେ ରହିବି। ଆରେ ପିଲାମାନେ, ଶୀଘ୍ର ବାହାରକୁ ଆସ। ତୁମମାନଙ୍କ ମା ବିପଦରେ ପଡ଼ିଛି। ଯାଅ, ତାକୁ ସାହାଯ୍ୟ କର। କଣ ହେଲା ଅଙ୍କଲ? ଆମ ମାଙ୍କର କଣ ହେଇଛି? ତମ ମାନଙ୍କ ମା ଏ ଜଙ୍ଗଲର ବଡ଼ ବରଗଛ ପାଖରେ ଆହତ ଅବସ୍ଥାରେ ପଡ଼ିଛି। ଯାଅ ଯାଅ, ଶୀଘ୍ର ତା ପାଖକୁ ଯାଅ। ସେ ତମ ମାନଙ୍କୁ ହିଁ ଖୋଜୁଛି। ଏମିତି ଶୁଣି କାନ୍ଦି କାନ୍ଦି ଦୁଇ ଛୁଆ ସେ ବରଗଛ ପାଖକୁ ବାହାରିଲେ। କାଉ ମନ ଖୁସିରେ ଘର ଭିତରକୁ ଗଲା ଆଉ କବାଟ ବନ୍ଦ କରି ଶୋଇଲା। ସେପଟେ ଦିଦି, ମା ତ ଏଠି ନାହିଁ। ଆମେ ଏବେ ମାକୁ କୋଉଠି ଖୋଜିବା? ଚାଲ ଭଉଣୀ, ଆଗକୁ ଯିବା। ସେଠି ହୁଏତ ମାକୁ ପାଇଯିବା। ସେ ଦୁଇ ଛୁଆ ତାଙ୍କ ମାକୁ ଖୋଜିବା ପାଇଁ ଆଗକୁ ଗଲେ। ହେଲେ ସେମାନେ ବେଶୀ ଦୂର ଯାଇପାରିଲେନି। ହଠାତ୍ ଜୋର ଜୋରେ ପବନ ବହିଲା ଆଉ ବର୍ଷା ଆରମ୍ଭ ହେଇଗଲା। ପବନର ବେଗ ଏତେ ଥିଲା ଯେ ଦୁଇ ଚଢ଼େଇ ଛୁଆ ପବନରେ ଉଡ଼ି ପାଖ ଜଙ୍ଗଲକୁ ଚାଲିଗଲେ। ଏଇ କଣ? ମୁଁ ଆସିଲା ବେଳେ ତ ପାଗ ଠିକ ଥିଲା। ହଠାତ୍ ଏମିତି ବର୍ଷା ମାଡ଼ି ଆସିବ କିଏ ଜାଣିଥିଲା? ହେ ଭଗବାନ, ମୋ ଛୁଆଙ୍କୁ ଭଲରେ ରଖ। ବର୍ଷା ଛାଡ଼ିଲେ ହିଁ ମୁଁ ଘରକୁ ଯିବି। ଝଡ଼ ତୋଫାନ ଏତେ ହେଉଥିଲା ଯେ ଚଢ଼େଇର ଘର ଭାଙ୍ଗି ପାଣିରେ ଭାସିଗଲା। ଘର ସହ କାଉ ବି ଭାସିଗଲା। କିଛି ସମୟ ପରେ ବର୍ଷା ଛାଡ଼ିଗଲା। ଚଢ଼େଇ ତା ଘରକୁ ଫେରିଲା। ଏ କଣ? ଏଇଠି ତମ ଘର ନାହିଁ। ମୋ ଦୁଇ ଛୁଆ କୁଆଡ଼େ ଗଲେ? ଏବେ ମୁଁ ତାଙ୍କୁ କେମିତି ଖୋଜିବି? ଆରେ ଚଢ଼େଇ, ତୁ ତ ଛୁଆମାନଙ୍କୁ ଖୋଜୁଛୁ କି? ବର୍ଷା ହେବା ସମୟରେ ମୁଁ ତାଙ୍କୁ ପାଖ ଜଙ୍ଗଲକୁ ଉଡ଼ିଯିବାର ଦେଖିଲି। ପବନ ଏତେ ହେଉଥିଲା ଯେ ମୁଁ ତାଙ୍କ ପାଖକୁ ଯାଇପାରିଲିନି। ତୁ ଶୀଘ୍ର ତ ଛୁଆଙ୍କୁ ଖୋଜିବୁ ଯା। ଚଢ଼େଇ ଶୀଘ୍ର ତା ଛୁଆଙ୍କୁ ଖୋଜିବା ପାଇଁ ପାଖ ଜଙ୍ଗଲକୁ ଗଲା। ସେଠି ସେ ଅନେକ ଖୋଜିଲା, ହେଲେ ତାର ଦୁଇ ଛୁଆଙ୍କୁ ପାଇଲାନି। ଆଗରେ ତ ମୋ ମାଙ୍କ ଘର। ମୁଁ ମୋ ମାଙ୍କ ପାଖକୁ ଯାଇ ସବୁ କଥା କୁହେ। ଏମିତି ଚିନ୍ତା କରି ଚଢ଼େଇ ତା ମାର ଘରକୁ ଗଲା। ସେତେବେଳେ ସେ ଦେଖିଲା ତାର ଦୁଇ ଛୁଆ ସେଠି ଅଛନ୍ତି। ମାରେ, ତୁ ଆସିଗଲୁ। ମୁଁ ତ ଛୁଆଙ୍କୁ ନେଇ ଏବେ ତ ପାଖକୁ ଯାଇଥାନ୍ତି। ମୁଁ ବଗିଚାରେ କାମ କଲା ସମୟରେ ଦେଖିଲି ତୋର ଦୁଇ ଛୁଆ ପବନରେ ଉଡ଼ି ଉଡ଼ି ଏ ଜଙ୍ଗଲକୁ ଆସୁଛନ୍ତି। ମୁଁ ଶୀଘ୍ର ଯାଇ ତାଙ୍କୁ ଉଦ୍ଧାର କଲି। ସେମାନେ କିଛି ବି ଖାଇନଥିଲେ। ମୁଁ ତାଙ୍କୁ ଖୁଆଇ ସାରିଲା ପରେ ତୋ ପାଖକୁ ଯାଇଥାନ୍ତି। ବହୁତ ବହୁତ ଧନ୍ୟବାଦ ମା। ଆଜି ତୁମ ପାଇଁ ମୁଁ ମୋ ଦୁଇ ଛୁଆଙ୍କୁ ଫେରି ପାଇଲି। ନହେଲେ ମୋର କଣ ଯେ ଅବସ୍ଥା ହେଇଥାନ୍ତା। ସେଦିନ ତୁମ କଥା ମାନି ମୁଁ ଯଦି ତୁମ ସହ ଘରକୁ ଆସି ଯାଇଥାନ୍ତି, ମୋ ଛୁଆମାନେ ଆଜି ଏମିତି ବିପଦରେ ପଡ଼ିନଥାନ୍ତେ। ମାରେ, ଆଉ ମନ ଦୁଃଖ କରନି। ଯାହା ହେବାର ତ ହେଇଗଲା। ତୁ ଏବେ ତ ଦୁଇ ଛୁଆଙ୍କୁ ନେଇ ମୋ ସାଙ୍ଗରେ ରହ। ମୋର ଏବେ ବୟସ ହେଲାଣି। ମୋ ପରି ତମେ ମାନେ ହିଁ ମୋ ଘର ଆଉ ବଗିଚା ସମ୍ଭାଳିବ। ଆଉ ପିଲାମାନେ, ତମେ ମାନେ ବି ମନେ ରଖ, ଅଚିନା ଚଢ଼େଇଙ୍କ କଥାରେ ପଡ଼ି କୌଣସି କାମ କରିବନି, ନହେଲେ ଆଜି ଭଳି ବିପଦରେ ପଡ଼ିବ। ଠିକ ଅଛି ଆଈ, ଆମେ ତୁମ କଥା ମନେ ରଖିବୁ। ଏଭଳି ଭୁଲ ଆଉ କେବେ କରିବୁନି। ସେଦିନ ପରଠାରୁ ଚଢ଼େଇ ତା ମା ସହ ରହିଲା। ସେ ଆଉ କାମକୁ ଗଲା ନାହିଁ। ତା ମାର ଫଳ ବଗିଚାର ଦେଖାଶୁଣା କରୁଥିଲା। ଏ କଣ? ମୁଁ ଖାଇବା ଆଣିବାକୁ ଆସୁ ଆସୁ ହିଁ ଏତେ ଜୋରେ ବର୍ଷା ପବନ ଆରମ୍ଭ ହେଇଗଲା। ଘରେ ମୋ ଦୁଇ ଛୁଆ ଏକୁଟିଆ ଅଛନ୍ତି। ମୁଁ ଶୀଘ୍ର ତାଙ୍କ ପାଖକୁ ଯାଏ। ମା ଆସିଗଲ? ଏକୁଟିଆ ନା, ଆମକୁ ଭାରି ଡର ଲାଗୁଥିଲା। ଆଉ ଭୟ କରେନି ପିଲାମାନେ, ମୁଁ ଖାଇବା ଆଣିଛି। ନିଅ, ଖାଇନିଅ। ଏ ବର୍ଷାକୁ ଦେଖି ଲାଗୁଛି ଆଜି ଆଉ ବର୍ଷା ଛାଡ଼ିବନି। ତାପରେ ଦୁଇ ଛୁଆ ଖାଇବା ଖାଇଲେ। ଯେତିକି ସମୟ ବିତୁଥିଲା ବର୍ଷା ସେତିକି ଜୋରେ ପଡ଼ୁଥିଲା। ଏବେ କଣ ହେବ ମା? ଆମ ଘର ଛାତ ତ ଭାଙ୍ଗିଗଲା।
ଭୟ କରନି ପିଲାମାନେ, ଚାଲ ଆମେ ଏବେ ହିଁ ଘରୁ ବାହାରି ଯିବା। ଏ ଘର କେତେବେଳେ ବି ଭାଙ୍ଗିଯିବ। ଏ କଣ ସର୍ବନାଶ ହେଇଗଲା! ଏତେ ଶୀଘ୍ର ମୋ ଘର ଭାଙ୍ଗିଗଲା। ଏବେ ମୁଁ ମୋ ଦୁଇ ଛୁଆଙ୍କୁ ନେଇ କୋଉଠି ରହିବି? ଏମିତି ମା ଚଢ଼େଇ ଚିନ୍ତା କରୁଥିଲା। କିଛି ସମୟ ପରେ ସକାଳ ହେଇଗଲା, ବର୍ଷା ବି ଛାଡ଼ିଗଲା। ଏବେ ମୁଁ କଣ କରିବି? କାମ ଖୋଜିବାକୁ ଯିବି ନା ଘର ତିଆରି କରିବି? କାମ ଖୋଜିବାକୁ ନ ଗଲେ ଆଜି ମୁଁ ଖାଇବା କେମିତି ଯୋଗାଡ଼ କରିବି? ଆଉ ଯଦି ଘର ତିଆରି ନ କରିବି, ଆଜି ରାତି ଆମେ କୋଉଠି ରହିବା? ତମମାନଙ୍କ ବାପା ବଞ୍ଚିଥିଲେ ଆଜି ଆମେ ଏତେ କଷ୍ଟ ପାଇନଥାନ୍ତେ। ମା, ତୁମେ ଚିନ୍ତା କରନି, ତୁମେ କାମ ଖୋଜିବାକୁ ଯାଅ। ମୁଁ ଆଉ ଭାଇ ମିଶି ଗୋଟେ ଘର ତିଆରି କରିନେବୁ। ହେଲେ ପିଲାମାନେ, ତମେମାନେ ଏବେ ବହୁତ ଛୋଟ, ତମେମାନେ କଣ ଘର ତିଆରି କରିପାରିବ? ମା, ତୁମେ ଆମକୁ ଘର ତିଆରି କରିବା ଶିଖେଇଛ। ତୁମ ପରି ଏତେ ଭଲ ଘର ନ ତିଆରି କରିପାରିଲେ ବି ଆମେ ରହିବା ପାଇଁ ଗୋଟେ ଘର ତିଆରି କରିନେବୁ। ତେବେ ଠିକ ଅଛି, ତମେମାନେ ଏଇ ପାଖରୁ ବାଉଁଶ ଆଉ କଦଳୀପତ୍ର ଆଣି ଘର ତିଆରି କରୁଥାଅ। ମୁଁ କାମରୁ ଶୀଘ୍ର ଫେରିବାକୁ ଚେଷ୍ଟା କରିବି। ଏମିତି କହି ମା ଚଢ଼େଇ କାମ ଖୋଜିବାକୁ ଚାଲିଗଲା। ଦୁଇ ଛୁଆ ବାଉଁଶ ଆଉ କଦଳୀପତ୍ର ଆଣି ସୁନ୍ଦର ଗୋଟେ ଘର ତିଆରି କରିନେଲେ। ଦିଦି ଦେଖେ, ଆମ ଘରଟି ବହୁତ ସୁନ୍ଦର ହେଇଛି। ମା ଦେଖିଲେ ଅନେକ ଖୁସି ହେଇଯିବେ। ଦୁଇ ଛୁଆ ତାଙ୍କ ମାକୁ ଅପେକ୍ଷା କରି ରହିଥିଲେ। ସେପଟେ ଗତ ରାତିର ଝଡ଼ ବର୍ଷାରେ କାଉମାନଙ୍କ ଘର ବି ଭାଙ୍ଗି ଯାଇଥିଲା। ମୁଁ ତୁମକୁ କେତେ ଥର କହିଛି, ଅଳସୁଆ ହୁଅନି, କାମ କରି ଘରକୁ ସଜାଡ଼ିବାର ବ୍ୟବସ୍ଥା କର। ହେଲେ ତୁମେ ମୋ କଥା ଶୁଣିଲନି। ଚଢ଼େଇର ଦୁଇ ଛୁଆଙ୍କ ପାଖରୁ କିଛି ଶିଖିବ ଯାଅ। ଏଇ ଚୁପ୍ କର, ମୁଁ ତତେ କେତେ ଥର କହିବି, କଥା କଥାରେ ମତେ ଅପମାନ କରିବୁନି। ସେ ଚଢ଼େଇ ଛୁଆମାନେ ଏମିତି କଣ କାମ କରିଛନ୍ତି ଯେ ମୁଁ ତାଙ୍କ ପାଖକୁ ଶିଖିବାକୁ ଯିବି? ହଁ, ପାର୍ଟି କରି କେବଳ ମତେ ଡରେଇ ଜାଣିଛ। ସେପଟକୁ ଦେଖ, ଚଢ଼େଇ କାମକୁ ଯାଇଛି। ତାର ଦୁଇ ଛୁଆ କେମିତି କଦଳୀ ପତ୍ରରେ ଗୋଟେ ସୁନ୍ଦର ଘର ତିଆରି କରି ଘର ଭିତରେ ଖେଳୁଛନ୍ତି। ତୁ ଏ କଣ କହୁଛୁ? ଚଢ଼େଇ ଘରେ ନାହିଁ, ତାର ଦୁଇ ଛୁଆ ଏକୁଟିଆ କଦଳୀପତ୍ର ଘରେ ଅଛନ୍ତି। ଆମ ପାଇଁ ଏଇଟା ବହୁତ ଭଲ ସୁଯୋଗ। ଆମକୁ ଆଉ ଘର ପାଇଁ ଚିନ୍ତା କରିବାକୁ ପଡ଼ିବନି। ଏବେ ହିଁ ଆମେ ସେ କଦଳୀପତ୍ର ଘରକୁ ଯିବା, ଆଉ ସେ ଚଢ଼େଇର ଦୁଇ ଛୁଆଙ୍କୁ ବାହାର କରି ସେ ଘରେ ରହିବା। ଏମିତି କଥା ହେଇ ଦୁଇ କାଉ ଶୀଘ୍ର କଦଳୀପତ୍ର ଘରକୁ ଗଲେ। ଏଇ ଦୁଇ ଛୁଆ, ଶୀଘ୍ର ଏ ଘରୁ ବାହାରି ଯାଅ। ଆଜିଠୁ ଏ ଘର ଆମର, ଆମେ ଏ ଘରେ ରହିବୁ। ଯାଅ ଯାଅ, ଭଲରେ ଏ ଘରୁ ବାହାରି ଯାଅ। ତମେ ମାନେ କଣ ଭୁଲ ଭାଲ କଥା କହୁଛ? ଏ ଘର ତୁମର କେବେଠୁ ହେଲା? ମୁଁ ଆଉ ମୋ ଭାଇ ମିଶି ଘର ତିଆରି କରିଛୁ। ଏ ଘର ଆମର, ତମେ ମାନେ ଆମ ଘରୁ ବାହାରି ଯାଅ। ଆରେ, ତମେ ଏମାନଙ୍କ ସହ କଥା କାହିଁକି ହେଉଛ? ଗୋଟେ ବଡ ଲାଠି ଆଣି ପିଟି ପିଟି ଏମାନଙ୍କୁ ଏ ଘରୁ ବାହାର କରିଦିଅ। କାଉ ଯେମିତି ସେମାନଙ୍କୁ ମାରିବା ପାଇଁ ଲାଠି ଆଣିଲା, ଦୁଇ ଛୁଆ ଶୀଘ୍ର ଘର ଭିତରୁ ବଡ ବଡ ଦୁଇଟି କଟୁରୀ ଧରି ବାହାରକୁ ଆସିଲେ। ଆମକୁ ଯଦି ମାରିବ, ଆମେ ବି ତମମାନଙ୍କୁ ଛାଡ଼ିବୁନି। ଏଇ କଟୁରୀରେ ତମମାନଙ୍କ ବେକ କାଟିଦେବୁ। ଆରେ ଶୁଣ, ଏବେ ଏମାନଙ୍କ ସହ ଲାଗିବାନି। ଆଖପାଖରେ ଅନେକ ଚଢ଼େଇ ଅଛନ୍ତି। ଏମାନେ ଯଦି ପାଟି କରିବେ, ସେମାନେ ଏଠାକୁ ଚାଲି ଆସିବେ। ଚାଲେ ଏବେ ଏଠୁ ଚାଲିଯିବା, ପରେ ଏକ ଯୋଜନା ବନେଇ ଏଠାକୁ ଆସିବା। ମୁଁ ସେ ଦୁଇ ଛୁଆଙ୍କ ଅପମାନ କେବେ ବି ସହିପାରିବିନି। କିଛି ଗୋଟେ କର। ମୋ ପାଖରେ ଗୋଟେ ଉପାୟ ଅଛି। ଚାଲ ଏବେ ହିଁ ଶିକାରୀ ଚିଲ ପାଖକୁ ଯିବା। ଏ କଣ, ତମେ ଦୁଇ ଜଣ ମୋ ଘରକୁ କାହିଁକି ଆସିଛ? ମୋ ପାଖରେ ତମମାନଙ୍କର କଣ କାମ? ଚିଲ ଆଜ୍ଞା, ଆମେ ତୁମ ପାଇଁ ଗୋଟେ ଖୁସି ଖବର ନେଇ ଆସିଛୁ। କଣ ଖୁସି ଖବର ଆଣିଛ? ଚିଲ ଆଜ୍ଞା, ଚଢ଼େଇ ଘରେ ଦୁଇଟି ହୃଷ୍ଟପୃଷ୍ଟ ଛୁଆ ଅଛନ୍ତି। ଆପଣ ତ ଜାଣନ୍ତି ଚଢ଼େଇ ମାଂସ କେତେ ସୁଆଦିଆ। ସେଥିପାଇଁ ଆପଣଙ୍କୁ ଏ ଖବର ଦେବାକୁ ଚାଲି ଆସିଲୁ। ମୁଁ ତମମାନଙ୍କ କଥା ବୁଝିଗଲି। ମୁଁ ଏବେ ହିଁ ସେ ଚଢ଼େଇ ଛୁଆମାନଙ୍କ ପାଖକୁ ଯିବି। ନା ନା ଚିଲ ଆଜ୍ଞା, ଆପଣ ଏବେ ସେଠାକୁ ଯାଆନ୍ତୁନି। ଏବେ ସେଠାରେ ଅନ୍ୟ ଚଢ଼େଇ ମାନେ ବି ଅଛନ୍ତି। ସେମାନେ ଆପଣଙ୍କୁ ଦେଖିଲେ ଆପଣଙ୍କୁ ମାରିପାରନ୍ତି। ରାତିରେ କେହି ବି ଚଢ଼େଇର ଘର ଆଖପାଖରେ ନଥିବେ। ଆପଣ ସେତେବେଳେ ଚଢ଼େଇର ଘରକୁ ଯାଇ ଚଢ଼େଇ ସହ ତାର ଦୁଇ ଛୁଆଙ୍କୁ ବି ଖାଇପାରିବେ। ହଁ, ଠିକ କଥା। ମୁଁ ତେବେ ରାତିରେ ହିଁ ତାଙ୍କ ଘରକୁ ଯିବି। ମତେ ତାଙ୍କ ଘରର ଠିକଣା କୁହ।
ଦୁଇ କାଉ ଚିଲକୁ ଚଢ଼େଇ ଘରର ଠିକଣା ଦେଲେ। ଚିଲ ରାତି ହେବା ଯାଇ ଅପେକ୍ଷା କଲା। ତାଙ୍କର ସବୁ କଥା ଗୋଟେ ମିଟୁ ଶୁଣୁଥିଲା। ସେ ଶୀଘ୍ର ଚଢ଼େଇ ଘରକୁ ଗଲା। ସେପଟେ ମା ଚଢ଼େଇ କାମରୁ ଫେରିବା ସମୟରେ ଏକ ମୟୂରକୁ ଆହତ ଅବସ୍ଥାରେ ପଡ଼ିଥିବାର ଦେଖିଲା। ଚଢ଼େଇ ମତେ ବଞ୍ଚା। ଆରେ ମୟୂର, ତମର ଏମିତି ଅବସ୍ଥା କିଏ କଲା? ଗୋଟେ ଶିକାରୀ ପାଇଁ ମୋର ଏମିତି ଅବସ୍ଥା। ସେ ମତେ ଧରି ନେଇ ଯାଉଥିଲା। ମୁଁ କୌଣସି ମତେ ତା ପାଖରୁ ଖସି ଏଠାକୁ ଚାଲି ଆସିଛି। ମୟୂର, ତୁମେ ଟିକେ ଧୈର୍ଯ୍ୟ ଧର। ମୁଁ ଏବେ ହିଁ ତୁମ ପାଇଁ ଔଷଧ ଆଣିଦେଉଛି। ଏମିତି କହି ମା ଚଢ଼େଇ ଶୀଘ୍ର ଯାଇ ଔଷଧ ଆଣିଲା। ଔଷଧ ଖାଇଲା ପରେ ମୟୂର ଟିକେ ସୁସ୍ଥ ହେଲା। ବହୁତ ବହୁତ ଧନ୍ୟବାଦ ଚଢ଼େଇ, ଆଜି ତୁମର ଜୀବନ ରକ୍ଷା କଲୁ। ଏବେ ମତେ ଭଲ ଲାଗୁଛି। ଆଚ୍ଛା ତେବେ ଠିକ ଅଛି ମୟୂର, ମୁଁ ଏବେ ମୋ ଘରକୁ ଯାଏ। ମୋ ପିଲାମାନେ ମତେ ଅପେକ୍ଷା କରି ରହିଥିବେ। ହଁ ଚଢ଼େଇ, ତୁ ଏବେ ଘରକୁ ଯା। ଏଇ ଜଙ୍ଗଲରେ ଯୋଉ ବଡ଼ ବରଗଛ ଅଛି, ମୁଁ ସେଇଠି ରୁହେ। ଯଦି କେବେ କିଛି ଦରକାର ହୁଏ ମୋ ପାଖକୁ ଆସିବୁ, ମୁଁ ତତେ ସାହାଯ୍ୟ କରିବି। ତାପରେ ସେମାନେ ନିଜ ନିଜ ଘରକୁ ଚାଲିଗଲେ। ଚଢ଼େଇର ଦୁଇ ଛୁଆ ତାଙ୍କ ମାକୁ କାଉମାନଙ୍କର ସବୁ ଘଟଣା କହିଲେ। ବା ପିଲାମାନେ, ତମେମାନେ ଖୁବ ଭଲ କାମ କରିଛ। ତମେମାନେ ନିଜ ବାପାଙ୍କ ପରି ସାହସୀ ହେଇଛ। ସେ କାଉମାନେ ଭାରି ଦୁଷ୍ଟ, ତାଙ୍କୁ ଉଚିତ ଶିକ୍ଷା ଦେଇ ଠିକ କରିଛ। ମୁଁ ତମମାନଙ୍କ ଉପରେ ଆଜି ଅନେକ ଖୁସି। ନିଅ, କିଛି ଖାଇବା ଖାଇନିଅ। ଏମିତି ସେମାନେ ଖାଇବା ଖାଇଲେ। ସେହି ସମୟରେ ମିଟୁ ତାଙ୍କ ଘରେ ପହଞ୍ଚିଗଲା ଆଉ ଚଢ଼େଇକୁ ସବୁ ଘଟଣା କହିଲା। ଚଢ଼େଇ, ଶୀଘ୍ର ଏ ଘରୁ ପଳା। ଆଜି ରାତି ଶିକାରୀ ଚିଲ ତତେ ଆଉ ତୋ ପିଲାମାନଙ୍କୁ ଖାଇବା ପାଇଁ ଆସୁଛି। କଣ କହୁଛ ମିଟୁ ଭାଇ? ମୁଁ ଏବେ ହିଁ ମୋ ପିଲାମାନଙ୍କୁ ନେଇ ଏଠାରୁ ଚାଲିଯିବି। ଏମିତି କହି ମା ଚଢ଼େଇ ଶୀଘ୍ର ତା ପିଲାମାନଙ୍କୁ ନେଇ ସେଠାରୁ ଦୂରକୁ ଚାଲିଗଲା। ରାତି ହେବା ପରେ ଶିକାରୀ ଚିଲ ଚଢ଼େଇର କଦଳୀ ପତ୍ର ଘରକୁ ଆସିଲା। ଏଇ ତ ସେଇ କଦଳୀ ପତ୍ର ଘର। ତା ମାନେ ଏଇଟା ହିଁ ଚଢ଼େଇର ଘର। ମୁଁ ଏବେ ହିଁ ଘର ଭିତରକୁ ଯାଇ ଚଢ଼େଇ ମାନଙ୍କୁ ଶିକାର କରେ। ଏମିତି କହି ଚିଲ ଘର ଭିତରକୁ ଗଲା, ହେଲେ ସେଠି ଚଢ଼େଇ ନଥିଲା। କଣ ଚଢ଼େଇ କି ତାର ଛୁଆମାନେ ଏଠି ନାହାନ୍ତି? ତା ମାନେ କଣ କାଉମାନେ ମତେ ମିଛ କହିଲେ? ଆରେ ରାତି ତ ହେଇଗଲାଣି। ଏବେ ଚିଲ ନିଶ୍ଚୟ ଚଢ଼େଇ ଆଉ ତାର ଛୁଆମାନଙ୍କୁ ଖାଇସାରିଥିବ। ଚାଲ ଆମେ ଏବେ ସେଇ କଦଳୀ ପତ୍ର ଘରକୁ ଯିବା। ଚିଲ ଆଜ୍ଞା, ଆପଣ ନିଶ୍ଚୟ ଚଢ଼େଇ ଆଉ ତାର ଛୁଆମାନଙ୍କୁ ଖାଇସାରିଥିବେ। ଏବେ ଆପଣ ଏଠୁ ଯାଆନ୍ତୁ, ଆମେ କଦଳୀ ପତ୍ର ଘରେ ରହିବୁ। ତମେ ମାନେ ମତେ ମିଛ କହିଛ। ମୁଁ କାହାକୁ ବି ଛାଡ଼ିବିନି। ସକାଳୁ ମୁଁ ଆଜି କିଛି ଖାଇ ନଥିଲି ଚଢ଼େଇ ଆଉ ତାର ଛୁଆଙ୍କୁ ଖାଇବା ପାଇଁ, ହେଲେ ଏଠାକୁ ଆସି ଦେଖୁଛି ଏଠି କେହି ବି ନାହାନ୍ତି। ମୁଁ ଏବେ ତମମାନଙ୍କୁ ଖାଇ ମୋ ପେଟ ପୂରେଇବି। ମୋ ପେଟ ପୂରିଗଲା। ଏ ଘରେ ତ କେହି ବି ନାହାନ୍ତି। ଏବେ ମୁଁ ଟିକେ ଆରାମ କରେ। ତାପରେ ଚିଲ ଆରାମ କଲା। ସେପଟେ ମା ଚଢ଼େଇ ତାର ଦୁଇ ଛୁଆଙ୍କ ସହ ଗୋଟେ ଗଛ ମୂଳେ ଆଶ୍ରୟ ନେଇଥିଲା। ସେଇ ପାଖରେ ମୟୂର ରହୁଥିଲା। ସେ ଯେମିତି ଚଢ଼େଇ ଆଉ ତାର ଦୁଇ ଛୁଆଙ୍କୁ ଦେଖିଲା, ସେ ତାଙ୍କ ପାଖକୁ ଆସିଲା। ଆରେ ଚଢ଼େଇ, ବର୍ଷା ଉଠିଲାଣି। ତୁ ଘରେ ନ ରହି ତୋ ଦୁଇ ଛୁଆଙ୍କ ସହ ଏଠି କାହିଁକି ଅଛୁ? ଚଢ଼େଇ ମୟୂରକୁ ସବୁ ଘଟଣା କହିଲା। ତୁ ଚିନ୍ତା କରନି ଚଢ଼େଇ, ତୁ ମୋ ସାଙ୍ଗରେ ମୋ ଘରକୁ ଚାଲେ। ଆଜିଠୁ ତୁ ମୋ ସାଙ୍ଗରେ ମୋ ଘରେ ରହିବୁ। ସେଠି ତୋର କିଛି ଅସୁବିଧା ହେବନି। ମା ଚଢ଼େଇ ନିଜ ଦୁଇ ଛୁଆଙ୍କୁ ଧରି ମୟୂର ସାଙ୍ଗରେ ତା ଘରକୁ ଗଲା। କିଛି ସମୟ ପରେ ହିଁ ପ୍ରବଳ ବର୍ଷା ଆରମ୍ଭ ହେଇଗଲା। ବିଜୁଳି ଘଡ଼ଘଡ଼ି ବି ମାରୁଥିଲା। ସେଇ ବର୍ଷା ପବନରେ କଦଳୀ ପତ୍ର ଘରଟି ଉଡ଼ିଗଲା। ଚିଲ ଆଶ୍ରୟ ପାଇଁ ଗଛ ତଳକୁ ଯାଉଥିଲା। ସେହି ସମୟରେ ତା ଉପରକୁ ବିଜୁଳି ମାରିଲା। ସେଇଠି ହିଁ ଚିଲର ମୃତ୍ୟୁ ହେଲା। ସେପଟେ ମା ଚଢ଼େଇ ତାର ଦୁଇ ଛୁଆଙ୍କ ସହ ମୟୂର ଘରେ ଖୁସିରେ ରହିଲା। ଏଇ ତ ଆଗରେ ଗୋଟେ ସୁନ୍ଦରୀ ଚଢ଼େଇ ବସିଛି। ମତେ ମୋ ଶିକାର ମିଳିଗଲା। ମୁଁ ତାକୁ ମୋ ସାଙ୍ଗରେ ନେଇଯିବି ମୁଁ ତାକୁ। ଏମିତି କହି ରାକ୍ଷସୀ ସେ ଚଢ଼େଇକୁ ଧରି ନିଜ ସାଙ୍ଗରେ ନେଇଗଲା। ପ୍ରତିଦିନ ସେ ରାକ୍ଷସୀ ଜଙ୍ଗଲରେ ବୁଲୁଥିଲା। ସେ ସୁନ୍ଦରୀ ଚଢ଼େଇମାନଙ୍କୁ ଦେଖିଲେ ନିଜ ସାଙ୍ଗରେ ନେଇ ଯାଉଥିଲା।
ମୁଁ କଳା ରଙ୍ଗ ପ୍ରସ୍ତୁତ କରିଦେଲି, ଏବେ ମୁଁ ରାନୀ ପାଖକୁ ଯାଏ। ଏମିତି କହି ସେ ତାଲା ଖୋଲି ରାନୀ ପାଖକୁ ଗଲା, ହେଲେ ଘର ଭିତରେ ରାନୀ ନଥିଲା। ମିଟୁ ଖୁବ୍ ଡରିଗଲା, ଆଉ ସେ ଶୀଘ୍ର ମୁଖିଆ ଚଢ଼େଇ ପାଖକୁ ଗଲା। ମୁଖିଆ ଆଜ୍ଞା, ରାନୀ ଘରେ ନାହିଁ, ସେ ବୋଧେ କୁଆଡେ ଯାଇଛି। ଏ କଣ ସର୍ବନାଶ ହେଇଗଲା। ମୁଁ ରାନୀକୁ ବାରମ୍ବାର ମନା କରିଥିଲି ଏକୁଟିଆ ବାହାରକୁ ଯିବୁନି, ହେଲେ ସେ ଜମା ବି ମୋ କଥା ଶୁଣେନି। ଏବେ ଆମ ଝିଅର କଣ ହେବ? ତୁ ଜମା ବି ଚିନ୍ତା କରନି, ଆମ ଝିଅର କିଛି ବି ହେବନି। ମିଟୁ, ତୁ ଶୀଘ୍ର ଯା, ରାନୀକୁ ଖୋଜିବୁ, ସେ ବେଶୀ ଦୂରକୁ ଯାଇ ନଥିବ। ଆଜ୍ଞା ବାବୁ, ମୁଁ ଏବେ ଯାଉଛି। ଏମିତି କହି ମିଟୁ ରାନୀ ଚଢ଼େଇକୁ ଖୋଜିବା ପାଇଁ ବାହାରିଗଲା। ସେପଟେ ରାନୀ ଚଢ଼େଇ ଗୋଟେ ଝରଣା କୂଳରେ ବସି ଗୀତ ଗାଉଥିଲା। ଏ ଜଙ୍ଗଲ ଝରଣା ସବୁ କିଛି କେତେ ସୁନ୍ଦର। ଏତେ ଦିନ ପରେ ବାହାରକୁ ଆସି ମତେ ଭାରି ଭଲ ଲାଗୁଛି। ଏଠାରୁ ଯିବାକୁ ଜମା ଇଚ୍ଛା ହେଉନି। ଜାଣିନି ବାପା ମା କଣ ପାଇଁ ଯେ ମତେ ସବୁବେଳେ ଘରେ ବନ୍ଦୀ କରି ରଖନ୍ତି। ଏବେ ମୁଁ ଘରକୁ ଯାଏ, ନହେଲେ ବାପା ମା ବ୍ୟସ୍ତ ହୋଇ ମତେ ଖୋଜିବେ। ଏମିତି କହି ଚଢ଼େଇ ଘରକୁ ଫେରୁଥିଲା। ରାସ୍ତାରେ ସେ ଯାହା ଦେଖିଲା ତା ଦେଖି ସେ ଅନେକ ଡରିଗଲା। ନା ନା, ମତେ ନିଜ ସାଙ୍ଗରେ ନିଅନି, ମତେ ଛାଡ଼ି ଦିଅ। ମୁଁ ତମର କଣ କ୍ଷତି କରିଛି? ତୁ ମୋର କିଛି କ୍ଷତି କରିନୁ ସତ, ହେଲେ ତୁ ସୁନ୍ଦର ହେଇ ଭୁଲ କରିଛୁ। ତୋ ଭଳି ସୁନ୍ଦରୀ ଚଢ଼େଇକୁ ମୁଁ ଛାଡ଼ିବିନି, ମୋ ସାଙ୍ଗରେ ନେଇଯିବି। ଏ କେମିତିକା ରାକ୍ଷସୀ? ଆଉ ଇଏ ଆମ ଜଙ୍ଗଲକୁ କେମିତି ଆସିଲା? କିଏ ମତେ ଧରିଲ? ମତେ ଛାଡ଼ି ଦିଅ। ଭୟ କରନି ରାନୀ ମା, ମୁଁ ମିଟୁ ଅଙ୍କଲ। ମିଟୁ ଅଙ୍କଲ, ତୁମେ ଏଠାକୁ କେମିତି ଆସିଲ? ରାନୀ ମା, ତୁମକୁ ଘରେ ନ ପାଇ ତୁମ ବାପା ମା ଅନେକ ବ୍ୟସ୍ତ ହେଉଛନ୍ତି। ଶୀଘ୍ର ମୋ ସାଙ୍ଗରେ ଘରକୁ ଚାଲ। ତାପରେ ରାନୀ ଚଢ଼େଇ ମିଟୁ ସାଙ୍ଗରେ ଘରକୁ ଗଲା। ସେ ତାର ବାପା ମାକୁ ସବୁ ଘଟଣା କହିଲା। ଏବେ ଜାଣିଲୁ ମା, ମୁଁ କଣ ପାଇଁ ତତେ ଏକୁଟିଆ ବାହାରକୁ ଯିବାକୁ ମନା କରେ। ମତେ କ୍ଷମା କରିଦିଅ ମା, ମୋର ଭୁଲ ହେଇଗଲା। ଆଜି ପରଠୁ ମୁଁ ତୁମର ସବୁ କଥା ମାନିବି। ଜଣା ନାହିଁ ସେ ରାକ୍ଷସୀ କେମିତି ଆମ ଜଙ୍ଗଲକୁ ଆସିଲା। ସେ ଯେବେଠୁ ଆମ ଜଙ୍ଗଲକୁ ଆସିଲାଣି ସୁନ୍ଦରୀ ଚଢ଼େଇ ମାନଙ୍କୁ ଧରି ନିଜ ସାଙ୍ଗରେ ନେଇଯାଉଛି। ଯେତେ ଖୋଜିଲେ ବି ଆମେ ସେମାନଙ୍କୁ ପାଉନୁ। ମାରେ, ତୁ ଏବେ ଘର ଭିତରକୁ ଯା, ଆଉ କେବେ ବି ଏକୁଟିଆ ବାହାରକୁ ଯିବୁନି। ଯଦି ବି ଯିବୁ ମୁହଁରେ କଳା ରଙ୍ଗ ଲଗେଇକି ଯିବୁ, ଯେମିତି ସେ ରାକ୍ଷସୀ ତତେ ଅସୁନ୍ଦର ଭାବି ଛାଡ଼ିଦେବ। ଏମିତି ଦିନ ବିତି ଚାଲିଲା। ରାକ୍ଷସୀ ପ୍ରତ୍ୟେକ ଦିନ ଗୋଟେ ନା ଗୋଟେ ଚଢ଼େଇକୁ ଧରି ନେଇ ଯାଉଥିଲା। ଧୀରେ ଧୀରେ ଜଙ୍ଗଲରେ ଚଢ଼େଇ କମିବାକୁ ଲାଗିଲେ। ଏସବୁ ଦେଖି ଅନ୍ୟ ଚଢ଼େଇମାନେ ଚିନ୍ତାରେ ପଡ଼ିଗଲେ। ମୁଖିଆ ଆଜ୍ଞା, କିଛି କରନ୍ତୁ, ଏମିତି ଆଉ କେତେ ଦିନ ଚାଲିବ? ସେ ରାକ୍ଷସୀ ଆମ ପରିବାରରୁ କାହାକୁ ନା କାହାକୁ ନେଇଯାଇଛି। ସେ ରାକ୍ଷସୀକୁ ମାରିବା ପାଇଁ ମୁଁ ଅନେକ ଚେଷ୍ଟା କଲିଣି, କିନ୍ତୁ ଯାହା କଲେ ବି ରାକ୍ଷସୀ ଧରା ଦେଉନି। କେହି ବି ରାକ୍ଷସୀ ବିଷୟରେ ଜାଣି ନାହାନ୍ତି। ଏବେ ତମେ ମାନେ କୁହ, ମୁଁ ଏ ସମସ୍ୟାର ସମାଧାନ କେମିତି କରିବି? ନା ନା, ଆମେ କିଛି ଜାଣିବାକୁ ଚାହୁଁନୁ। ଆପଣଙ୍କୁ ସମସ୍ୟାର ସମାଧାନ କରିବାକୁ ହିଁ ପଡ଼ିବ। ଆଚ୍ଛା, ତମେ ମାନେ ଶାନ୍ତ ହୁଅ, ମୁଁ ଦେଖୁଛି ମୁଁ କଣ କରିପାରିବି। ଏମିତି ବେଶ କିଛି ଦିନ ବିତିଗଲା। କେହି ବି ରାକ୍ଷସୀର କିଛି କ୍ଷତି କରିପାରିଲେନି। ଗୋଟେ ଦିନ, ଅନେକ ଦିନରୁ ମୁଁ ବାହାରକୁ ଯାଇନି। ବାହାରର ପରିବେଶ ଦେଖିବାକୁ ମତେ ଭାରି ଇଚ୍ଛା ହଉଛି। ଯାଏ ମୁହଁରେ କଳା ରଙ୍ଗ ଲଗେଇ ଝରଣା ପାଖରେ ଟିକେ ବୁଲି ଆସେ। ବାହାରର ପରିବେଶକୁ ଆସି ମତେ ଭାରି ଭଲ ଲାଗିଲା। ଅନେକ ସମୟ ତ ଏଠି ବସିଲିଣି, ଏବେ ମୁଁ ମୋ ଘରକୁ ଯାଏ। ଏମିତି କହି ଚଢ଼େଇ ଘରକୁ ଯିବା ପାଇଁ ବାହାରିଲା। ହଠାତ୍ ସେହି ସମୟରେ ଜୋରେ ବର୍ଷା ହେଲା। ଚଢ଼େଇ ମାଖିଥିବା କଳା ରଙ୍ଗ ବର୍ଷା ପାଣିରେ ଧୋଇ ହେଇଗଲା। ହେଲେ ଏକଥା ରାନୀ ଚଢ଼େଇ ଜମା ବି ଜାଣିପାରିଲାନି। ଏ ଜଙ୍ଗଲରେ କଣ ଆଉ ସୁନ୍ଦରୀ ଚଢ଼େଇ ନାହାନ୍ତି? ଅନେକ ଦିନ ହେଲାଣି ମୁଁ ଗୋଟେ ବି ସୁନ୍ଦରୀ ଚଢ଼େଇ ପାଇନି। ଏବେ ମୁଁ କାହାକୁ ନେବି? ଆରେ ଏଇ ତ ଆଗରେ ଗୋଟେ ସୁନ୍ଦରୀ ଚଢ଼େଇ ବର୍ଷାରେ ଭିଜୁଛି। ମୁଁ ଆଜି ତାକୁ ଧରି ନେଇଯାଏ। ମୁଖିଆ ଆଜ୍ଞା, ସର୍ବନାଶ ହେଇଗଲା। ରାକ୍ଷସୀ ରାନୀ ମାକୁ ଧରି ନେଇଗଲା। ନା, ଏମିତି ହେଇପାରିବନି। ମୋ ଝିଅକୁ ଫେରେଇ ଆଣ।
सेपटे राक्षसी चढ़ई को धरी निज राज्य को आसिला आउ ताकू गोटे घरे बंदी करी रखिला। तुम्हें काहेकि सुंदरी चढ़ई मान को धरी नहीं आसुच? किए तुम्हें ए सब करिकि तुमको कौन लाभ मिलिबो? मु हेउची पूर्णिमा राक्षसी। सबु सुंदरी चढ़ई मानक मु बंदी करी रखिची। कौन पाई जानिचु? तो सह सबु सुंदरी चढ़ई को पूर्णिमा राति रे मारिले मु शक्तिशाली हेबा सह अनेक सुंदरी हे जीवी। काली हेउची से पूर्णिमा राति। तू खाली आउ गोटे दिन अपेक्षा कर, मु तते मारिबी। एबे तू एठी बंदी हेई रह। एमिति कही राक्षसी सेठारु चली गला। रानी केमिति से घर बाहरिब चिंता करुथिला। सेही समय रे से घर को जगिथिबा गोटे चढ़ई ऊपर तार नजर पड़िला। रानी से चढ़ीबाकू गला। अरे र तू कुआड़ जाउचु? राक्षसी माँ तते एठू बाहरिबा को मना करिसंती। जा जा निज जागा को फेरी जा। मु बहुत दुर्बल। मु कौन राक्षसी माँ को सह लड़ी करी पारिबी? काली राक्षसी माँ मते मारी देबे। मोर गोटे शेष इच्छा पूरा करी दियो। मु जानी तुम्हें बहुत भल। दया करी मोर गोटे शेष इच्छा पूरा करी दियो। मु अल्प समय पे बाहर को जाई बुलिबाकू चाहूची। अच्छा अच्छा ठीक अछि, तू एबे जा, हेले शीघ्र फेरी आसीबू। तापरी रानी से घरु बाहरी आसिला। से सेठारु पळै जिबाकू चेष्टा करुथिला। सेही समय रे से एक पत्थर रे बाजी तळे पड़ी गला। मो गोड! अरे ये केमितिका गछ? आउ ताकू एमिति घोड़ी के किए रखिची? एइटा सेही गछ जो गछर फूल खाइले राक्षसी मरी जीव। किए तुमे? आउ कंटा गछ एई तुमे कथा केमिति कहूच? रानी मते कौन तू चिन्हि पारुनु? मु तो सांग राक्षसी आमको धरी आनी कंटा गछ करी एठी रखिची। काली पूर्णिमा राति रे सी आम समस्त को मारिब। रानी किछि कर, आमको बंचा। चिंता करनी सांग, जेमिति भी हेउ आमे से राक्षसी को मारिबा। ए फूल नहीं मु जदि एमिति राक्षसी को देबी से जमा भी खाइबनी। मते किछि उपाय बाहर करिबा को हेबा। अच्छा से राक्षसी रोषेई घर कोठी कहि परिबो? एई जो आगरी घर अछि सेईटा राक्षसी रोषेई घर। तू जदि किछि करिबाकू चाहूचु शीघ्र कर, राक्षसी एबे घरे नाही। हाँ हाँ मु एबे ही से काम करूची। तापरे चढ़ई किछि विषाक्त फूल तोली से सब धरी राक्षसी रोषेई घर को गला। से राक्षसी पाई गोटे केक तैयारी कला। आउ से केक रे विष मिसाइला। तापरे से केक धरी राक्षसी पाखु गला। एबे मु तते मारिबी। अरे एइटा तू कौन धरिचु? एइटा होची गोटे गोलापी केक। एई केक खाई आमे सब चढ़ई सुंदरी हेइचो। मु तुमको सुंदरी करिबा पाई ही ए केक बनेची। निया ए केक खाई सुंदरी हुआ। तुमे जेते बेले सुंदरी हेइजिब दया करी मते मारिबनी, मते छाड़ी देबो। अच्छा अच्छा ठीक अछि, तो कथा जदि सत हेइथाए मु तते छाड़ी देबी। सुंदरी हेबा लोभरी राक्षसी से केक खाईदेला। जेमिति से केक खाइला ता देहरे निया जलिला। किछि समय रे ही से नियारे जली पाउंस हेई गला। राक्षसी मरिबा परे परे सब चढ़ई मुक्त हेई गले। तापरे समस्ते निज निज घर को फेरी गले। रानी चढ़ई ता बापा माँ को सब घटना कहला। रानी रो बुद्धि पाई समस्ते तार अनेक प्रशंसा कले। अनेक दूर एक आकाश रे किछि चढ़ई परी रहुथिले। दिने सेमानक भितरु एक परी जंगल को बुलिया पे आसीथिला। हठात से एक फल गछ देखिला। अरे बा ई गछरे केते लाल सेव फळिची। मु एथिरु गोटे सेव खाएनिए। हेले मु तो आज मो सांगरे जादुर लाठी आनिनी। जादुर लाठी बिना मो जादू काम करिबनी। एबे सेव केमिति पाळिबी? अरे हाँ मु तो उड़ी पारी। मु गछ ऊपर को जाई गोटे सेव तोड़ी खाएनिए। एमिति कही से परी गछ ऊपर को जाई सेव खाइला। हठात तार गोड़ खसीगला। परी तले पड़ीगला। गछ तले एक कंटा बाड़ी थिबारु परीर डेणा कटिगला। मो डेणा कटिगला। मो टिके भी हली पारुनी। बंचाओ, मते केही साहाय्य कर। सेतेबेले से रास्ता रे एक चढ़ई जाउथिला। परीर चित्कार सुनी से ता पाखु गला। चढ़ी मते टिके साहाय्य कर। मो डेणा कटि जाईची। मो टिके भी हली पारुनी। अरे सतरे तो तुम डेणा अनेक कटि जाईची।
तुमे टिके अपेक्षा कर, मु एबे औषध पत्र आनी तुम डेणारे लगेदेबी। एमिति कही चढ़ई शीघ्र जाई किछि औषध पत्र खोजी आनिला आउ से सबु से परीर डेणारे लगेदेला। किछि समय परी परी को टिके भल लागिला। से चढ़ई को धन्यवाद जणी निज घर को चलीगला। चढ़ई भी निज घर को फेरी आसिला। एहीपरी किछि दिन बीतीगला। मो घरटी तो अनेक जगह भांगी जाइछि। ए घरे बेसी दिन रही हेबनी। मते शीघ्र एक घर तैयारी करबाकू पड़िबो। हेले मु एते शीघ्र घर केमिति तैयारी करिबी? सेते बेले हठात तार नजर पिंपुड़ी ऊपर पड़िला। से पिंपुड़ी घर देखि मनरे चिंता कला, अरे बा ए पिंपुड़ी माने माटी रे केते सुंदर घर तैयारी करिसेंती। मु भी जदी माटी रे एमिति घर तैयारी करि पारंती खूब शीघ्र मो घर तैयारी हो जाता। एमिति चिंता करी चढ़ई शीघ्र नदी पाखु गला। आउ किछि कादुओ माटी आनी घर तैयारी करबाकू चेष्टा कला। हेले से जेते चेष्टा कले भी माटी रे भल घर तैयारी करि पार नथिला। एमिति देखि तो चढ़ई अनेक कांदिला। सेही समय रे परिता पाखक आसिला। अरे चढ़ई कौन हैला? तू एमिति मन दुख रे कांदुछु काहेकि? ओ एमिति कथा, तू चिंता करनी चढ़ई, मु तते एक माटी घर देबी। एई ने चढ़ई, ए माटी घरे तू निज मन पसंद रंग दे ताको सुंदर करि पारिबु। तुमको अनेक अनेक धन्यवाद परी। मु ए माटी घरे कौन रंग देबी? हाँ, मु ए माटी घर को लाल रंग देबी। मते लाल रंग भारी भल लगे। हाँ हाँ मालिकाणी, मते लाल रंग दियंतु। मते भी लाल रंग भारी भल लगे। अरे माटी घर, तू कौन कथा कहूचु? मो जादूर घर, मो कथा कहि पारी मालिकाणी। अरे बा, ये तो बहुत भल कथा। कथा हेबा पई एबे मते जानी मिली गला। एमिति कही चढ़ई शीघ्र बाजार को गला आउ लाल रंग आनी माटी घर को रंग करिदेला। माटी घर, तू अनेक सुंदर देखा जाउचु। चल एबे मु तते गछ ऊपर को नहीं जीबी। एमिति कही चढ़ई से माटी घर को धरी गछ ऊपर को गला आउ से माटी घरे रहिबा आरंभ कला। धीरे धीरे माटी घर कथा जंगल भितरे प्रचार हो गला। गोटे दिन जंगल रे प्रबल वर्षा हैला। जंगल रे केते वर्षा हेउची। जा हो मो पाखरे माटी घर थिबारु मो वर्षा रे न भिजी आराम रे घर भितरे सोईची। चढ़ई एपरी चिंता करी खुशी हेबा समय रे एक बुढ़ी चढ़ई सेठाକୁ आसिला। एते वर्षा रे किए मो घर को आसिला? जाई देखे। ए कौन बुढ़ी माँ? एते वर्षा रे तुमे मो घर कबाट काहेकि बाड़ौच? मारी, ए वर्षा रे मो घर भांगी जाइची। रहिबा पाई मु कोउठी भी जगह पाइलिनी। मते तो घरे आश्रय देइथा माँ। पागल ना कौन? मु तुम भली एक बुढ़ी को मो घरे आश्रय देबी? तुमे एक कथा भाबिलो केमिति? वर्षा रे तुम देह पूरा ओदा हो जाइची। तुमे मो घर भीतर को गले मो घर असना हो जीवो। जाओ जाओ, आउ कोठी जाओ। ना ना, एमिति कहनी माँ। मते भारी दुर्बल लागुची। ए दुर्बल शरीर नहीं मु कोठी की जीवी? बेसी नहले भी हाजी राती मते तो घरे आश्रय देइथा। सकाळ हेउ हेउ मु एठू चली जीवी। ना ना मालिकाणी, ए बुढ़ी को जमा घर भीतर को नियनी। मोर एते सुंदर घरटा खराब हो जीवो। जाओ जाओ बुढ़ी माँ, एठी छिड़ा ही रुहनी। मु तुमको मो घरे आश्रय दे पारिबिनी। बुढ़ी जीवाकू राजी न हेबारु चढ़ई ताकू धक्का देई तळे पकई देला। ए माटी घर को नहीं तू जो अहंकार करुचु, देखिबु से अहंकार तोर बेसी दिन रहिबनी। एमिति कही से बुढ़ी चढ़ई सेठारु चली गला। माटी घर आउ चढ़ई हसिबाकू लागिले। किछि समय परे एक असुस्थ माकड़ सेठाकू आसिला। से भी चढ़ई को साहाय्य मागिला। चढ़ई, तो घर अनेक बड़ आउ मजबूत। तो भली घर जंगल रे आउ काहार भी नाही। मते तो घरे आश्रय देले तोर क्षति हेबनी। मो देह भारी खराब। मते तो घरे आश्रय देता चढ़ई। तो भली एते बड़ माकड़ को मो घरे आश्रय देई कौन मो घर भांगीबी? जा जा, मु तते आश्रय दे पारिबिनी। मो बेसी दिन रहिबिनी चढ़ई। मो देह सुस्थ हेले मु एठू चली जीवी। मु गर्भवती। ए अवस्था रे मु बेसी दूर को जाई पारिबिनी। अच्छा अच्छा, तू ताहले मो घर नेबा पई पूरा प्लान करी आसीचु। आग देह खराब कई मो घरे रहिबु, तापरे छुआ हैला परे तो छुआ को कथा कही एठी रहिबु।
एमिति धीरे धीरे तू मो घर को पूरा कब्जा करी नेबु नाई। एमिति कही चढ़ी कबाट बंद करदेला। माँ माकड़ मन दुखरे सेठारु चलीगला। एते सुंदर घर गोटे मु पाइची आउ एमाने आसी मो घर उपरे नजर पकाउचंती। मु काहाकू भी मो घरे रहिबाकू देबिनी। तुमे ठीक कहछ मालिकाणी। तुम परी एक सुंदरी मालिकाणी पाई मु अनेक खुशी। एमिति से चढ़ी आउ माटी घर बहुत अहंकार करुथिले। से माने काहाकू भी साहाय्य करू नथिले। ए सबु जेतेबेले परी जानिला से अनेक रागी गला। आउ चढ़ी को शास्ति देबा पाई से एक बादल को पठिला। मालिकाणी मते बंचातु। ये वर्षा पानी दे मो माटी घर थोई ही जाउची। ये वर्षा को अटकांतु। मते बंचातु मालिकाणी। ए कोन माटी घर एते झड़ वर्षा रे भी तोर किछि क्षति हैला नाही। किंतु ये अल्प वर्षा रे तो माटी धोई ही गले केमिति। तू चिंता करनी मु जाई देखे कि एमिति करूची। बादल रानी अन्य को जगार भी वर्षा न करी तुमे मो माटी घर ऊपर ही कहीं वर्षा करुच। चढ़ी तू माटी घर पाइला परी अनेक अहंकारी पलटि जाइचु। जो माटी घर पाई तू एते अहंकार करुचु मु से माटी घर को नष्ट करिया पे एठाक आसीची। देखु देखु किछि समय रे ही माटी घर पानी रे धोई हे शेष हे गला। चढ़ी जेते कांदिले भी किछि लाभ हैला नाही। से अन्य चढ़ी मानकु साहाय्य मागिला हेले केही भी ताको साहाय्य कले नाही। चढ़ी निज भूल बुझी पारिला। सारा राति से गछरे बसी बिताइला। सकाळ हेला परी से जंगल भितरु मजबूत काठ खोजी आनिला। आउ परिश्रम करी एक घर तैयारी कला। आउ सेथिरे रहिला। से आउ काहा सह भी खराब व्यवहार करू नथिला। विपद समय रे अन्य मानकु साहाय्य भी करुथिला।